ଲୋକ ଶୁଭୁଛି ସଂସଦ ସାର୍? ମୟୂରଭଞ୍ଜ ଶାଖା ବିଚାରଧାରା ବିଭାଗ ଆମ ପ୍ରକୃତି ଆମ ସଂସ୍କୃତି ଶୀର୍ଷକ ଇ ପାଠଚକ୍ର ମାଳାର ଆଜି ହେଉଛି 49ତମ ଇ ପାଠଚକ୍ର। ଏଇ ଅବସରରେ ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଉଛି ଆଜିର କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ମୁଁ ସର୍ବପ୍ରଥମେ ଅନୁରୋଧ କରିବି ଆମ ଲୋକ ସଂସଦର ଜଣେ ଚିହ୍ନା ମୁହଁ ଶ୍ରୀଯୁକ୍ତ ଅରୁଣ କୁମାର ପଲେଇ ମହୋଦୟଙ୍କୁ ଓଁକାର ପୂର୍ବକ ଆଜିର କାର୍ଯ୍ୟକ୍ରମକୁ ଆଗେଇ ନେବେ, ଆରମ୍ଭ କରିବେ। ଶ୍ରୀଯୁକ୍ତ ଅରୁଣ କୁମାର ପଲେଇ ମହୋଦୟ। ସମସ୍ତଙ୍କୁ ମୋର ନମସ୍କାର ଓ ଶୁଭେଚ୍ଛା। ଆଜିକାର ବିବେକାନନ୍ଦ ଲୋକ ସଂସଦର 49ତମ ଇ ପାଠଚକ୍ରକୁ ସମସ୍ତ ସଭ୍ୟସଭ୍ୟମାନଙ୍କୁ ସ୍ୱାଗତ ଜଣାଇ ମୁଁ ଶ୍ରୀ ଅରୁଣ କୁମାର ପଲେଇ ଆଜିକାର ଓଙ୍କାର ଧ୍ୱନି ଆରମ୍ଭ କରିବାକୁ ଯାଉଛି। ओम गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरवे नमः। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। ओं शान्ताकारं भुजगशयनं पद्मनाभं सुरेशं विश्वधारं गगनसदृशं मेघवर्णं शुभङ्गं लक्ष्मीकान्तं कमलनयनं जगगिरिविद्यानगम्यं वन्दे विष्णु भवरय सर्वलोकैकनाथ। ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ। ଆଜିକାର ଓଙ୍କାର ଧ୍ୱନି ସହିତ ମୁଁ ରହୁଛି ଅରୁଣ କୁମାର ପଲେଇ। ଧନ୍ୟବାଦ ସାର୍। ତତ୍ପରେ ମୁଁ ଅନୁରୋଧ କରିବି ମାନନୀୟ ଶ୍ରୀଯୁକ୍ତ ଚକ୍ରଧର ସାହୁ ମହୋଦୟଙ୍କୁ ଆଜି କାର୍ଯ୍ୟକ୍ରମର ବିବେକ ବାଣୀ ପଠନ କରିବେ। ମାନନୀୟ ଶ୍ରୀଯୁକ୍ତ ଚକ୍ରଧର ସାହୁ ମହୋଦୟ। ସମସ୍ତଙ୍କୁ ପ୍ରଣାମ। ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବିଚାରଧାରା ବିଭାଗ ମୟୂରଭଞ୍ଜ ଜିଲ୍ଲା ଶାଖାର ଉପସ୍ଥିତ ଥିବା ସମସ୍ତ ସଭ୍ୟ ସଭ୍ୟାଙ୍କୁ ମୋର ଭକ୍ତିପୂତ ପ୍ରଣାମ ଏବଂ ଶୁଭ ସନ୍ଧ୍ୟା। ଆଜିର ବିବେକବାଣୀ, କହ ମୁଁ ଯେଉଁ ଦୁଃଖ ଭୋଗୁଛି ତାହା ମୁଁ ନିଜେ ଅର୍ଜିଛି। ତାହା କେବଳ ମୋ ହାତରେ ବଦଳା ଯାଇପାରିବ। ଯାହା ମୁଁ ସୃଷ୍ଟି କରିଛି ତାକୁ ଧ୍ୱଂସ କରିପାରେ। ଯାହା ଅନ୍ୟ କାହାରି ଦ୍ୱାରା ସୃଷ୍ଟି ହୋଇଛି ମୁଁ ତାହାକୁ ଧ୍ୱଂସ କରିବାକୁ ସକ୍ଷମ ହେବି ନାହିଁ। ସେଥିପାଇଁ ଦଣ୍ଡାୟମାନ ହୁଅ, ସାହସୀ ହୁଅ, ଶକ୍ତ ହୁଅ। ସମସ୍ତ ଦାୟିତ୍ୱ ତୁମ ସ୍କନ୍ଧରେ ବହନ କର ଏବଂ ଜାଣି ରଖ ଯେ ତୁମେ ହେଉଛ ତୁମ ନିଜର ଭାଗ୍ୟ ବିଧାତା। ତୁମେ ଚାହୁଁଥିବା ସମସ୍ତ ଶକ୍ତି ଓ ସହାୟତା ହିଁ ତୁମଠାରେ ଅନ୍ତର୍ନିହିତ ଅଛି। ସ୍ୱାମୀ ବିବେକାନନ୍ଦ। ଧନ୍ୟବାଦ ସାର୍। ଅନୁରୋଧ ରଖିବି କାର୍ଯ୍ୟକ୍ରମର ମଙ୍ଗ ଧରିବେ ମାନନୀୟ ଶ୍ରୀଯୁକ୍ତ ଦୀପକ କୁମାର ମହାନ୍ତି ମହୋଦୟ। ଆଜିର କାର୍ଯ୍ୟକ୍ରମକୁ ଦୀପକ ସାର୍ ଆଗକୁ ନେବା ପାଇଁ ଅନୁରୋଧ ରଖିବି। ସିଏ ଆମ ସଂସଦର ଅତି ପରିଚିତ ଚିହ୍ନା ମୁହଁ। ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ମୟୂରଭଞ୍ଜ ବିଭାଗର ମୟୂରଭଞ୍ଜ ଶାଖାର ସମ୍ପର୍କ ସେତୁର ସେ ସଦସ୍ୟ ଅଛନ୍ତି। ହୁଡି ବାହାଡି ଯୋଉ ବିଦ୍ୟାଳୟ ରହିଛି ସେଥିରେ ସେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ଅତି ସ୍ନେହୀ ଲୋକ, ମିଷ୍ଟଭାଷୀ ଲୋକ, ସାଧା ସିଧା ସାଧାରଣ ମଣିଷ। ମୁଁ ଯେତିକି ମିଶିଛି ତ ତାଙ୍କର ଅଧିକ ପରିଚୟ ମୁଁ ରଖିବି ନାହିଁ, କାରଣ ଆମେ ସମସ୍ତେ ଜାଣିଛୁ ଅତି ପରିଚିତ ଅତି ଚିହ୍ନା ମୁହଁ ମାନନୀୟ ଶ୍ରୀଯୁକ୍ତ ଦୀପକ କୁମାର ମହାନ୍ତି ମହୋଦୟ। ସାର୍ ଅନୁରୋଧ ରଖିବି ଆଜିର କାର୍ଯ୍ୟକ୍ରମର ମଙ୍ଗ ଧରିବେ ଏବଂ ସଭାପତିତ୍ୱ କରିବେ। ଧନ୍ୟବାଦ। ଶୁଭ ସନ୍ଧ୍ୟା।
ଆଜି ମୟୂରଭଞ୍ଜ ଲୋକ ସଂସଦର 49ତମ ଇ ପାଠଚକ୍ରକୁ ମୁଁ ସମସ୍ତଙ୍କୁ ପ୍ରଥମେ ସ୍ୱାଗତ କରୁଛି, ଅଭିବାଦନ ଜଣାଉଛି। ଆମ ପ୍ରକୃତି ଆମ ସଂସ୍କୃତି ଶୀର୍ଷକ ଇ ପଟ୍ଟଚକ୍ରମାଳାର ଯେଉଁ ଆଜିର ବିଷୟବସ୍ତୁ ରହିଛି, ନିରାମୟ ପାଇଁ ପ୍ରକୃତି ନିର୍ଣ୍ଣୟ, ସେଥିରେ ଆଜିର ଆମର ବକ୍ତା ଭାବରେ ଆମକୁ ଯିଏ ଆଜି ଦିଗ୍ଦର୍ଶନ ଦେବେ, ଯିଏକି ଜଏନ୍ କରିଛନ୍ତି, ଶ୍ରୀଯୁକ୍ତ ପ୍ରଫେସର ଡକ୍ଟର ମହେଶ୍ୱର ଦାସ ମହୋଦୟ। ମହେଶ୍ୱର ସାର୍ ବର୍ତ୍ତମାନର ପୁରୀ ବିବେକାନନ୍ଦ ଲୋକ ସଂସଦର ଅଧ୍ୟକ୍ଷ ଭାବରେ କାର୍ଯ୍ୟରତ, ଅନନ୍ୟ ପ୍ରତିଭା, ଜଣେ ଆୟୁର୍ବେଦିକ ଡକ୍ଟର। ଆୟୁର୍ବେଦ ଡକ୍ଟର ଭାବରେ କେବଳ ପୁରୀ ଜିଲ୍ଲା ନୁହେଁ, ଓଡ଼ିଶାର କୋଣ ଅନୁକୋଣରେ ସେ ମଧ୍ୟ ଜଣାଶୁଣା। କେବଳ ସେତିକି ନୁହେଁ, ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ପ୍ରାଧ୍ୟାପକ ଭାବରେ କାର୍ଯ୍ୟ କରିଛନ୍ତି। ଏତଦ୍ ଭିନ୍ନ ଭିଜିଟିଂ ପ୍ରଫେସର ଭାବରେ ମହାରାଷ୍ଟ୍ରର 2-3ଟି ବିଶ୍ୱବିଦ୍ୟାଳୟରେ ମଧ୍ୟ ସେ ଅଧ୍ୟାପନା କରିଛନ୍ତି। ତା ବାଦ ଆୟୁର୍ବେଦିକ ମେଡିସିନ ଉପରେ ଯଥେଷ୍ଟ ଜ୍ଞାନ ପାଇଁ ସେ କାଲିଫର୍ଣ୍ଣିଆରୁ ମଧ୍ୟ ଅନୁମତି ପ୍ରାପ୍ତ ଭାବରେ ଗେଷ୍ଟ ପ୍ରଫେସର ଭାବରେ କିଛି ଦିନ କାମ କରିଥିଲେ। ଆଜି ସେହି ମହାନ ପ୍ରତିଭା, ସେହି ଆଦର୍ଶ ଦିଗ୍ଦର୍ଶକ ଶ୍ରୀଯୁକ୍ତ ମହେଶ୍ୱର ସାର୍ଙ୍କୁ ମୁଁ ପ୍ରଥମେ ସ୍ୱାଗତ କରୁଛି ଆମର ବିବେକାନନ୍ଦ ଲୋକ ସଂସଦ ମୟୂରଭଞ୍ଜ ଶାଖାକୁ। ଏହି ଅବସରରେ ସେହି ମହାନ ବ୍ୟକ୍ତିଙ୍କ ଠାରୁ ଆଜି ଆମେ କିଛି ଶିକ୍ଷା କରିବା। ତାଙ୍କର ଆଦର୍ଶ, ତାଙ୍କର ଚିନ୍ତା, ତାଙ୍କର ଚେତନା ଏବଂ ନିରାମୟ ଜୀବନ, ସର୍ବେ ସନ୍ତୁ ନିରାମୟ ଉପରେ ତାଙ୍କର ଯେଉଁ ଚିନ୍ତନ ସେ ପ୍ରକଟ କରିବା ପାଇଁ ଆମକୁ ପ୍ରତିଶ୍ରୁତି ଦେଇଥିଲେ, ଆଜି ସେ ଆମ ସମସ୍ତଙ୍କ ସମ୍ମୁଖରେ ତାଙ୍କର ବକ୍ତବ୍ୟ ରଖିବେ। ମୁଁ ପୁଣି ଥରେ ମହେଶ୍ୱର ସାର୍ଙ୍କୁ ସ୍ୱାଗତ କରୁଛି, ପ୍ରଣାମ କରୁଛି ଏବଂ ଏତିକି ନିବେଦନ କରୁଛି, ସେ ଆମର ଲୋକ ସଂସଦର ପ୍ରତ୍ୟେକ ସଭ୍ୟ ସଭ୍ୟା ଏବଂ ଯେଉଁମାନେ ବର୍ତ୍ତମାନ ଆମର ଆଭାସୀ ପାଠଚକ୍ରରେ ଜଏନ୍ କରିଛନ୍ତି, ତାଙ୍କୁ ତାଙ୍କର ବାଣୀରୁ କିଛି ଶୁଣାଇବେ। ଶ୍ରୀଯୁକ୍ତ ମହେଶ୍ୱର ସାର୍। ॐ शान्तकारं भुजगशयनं पद्मनाभं सुरेशं विश्वाधारं गगनसदृशं मेघवर्णं शुभाङ्गं लक्ष्मीकान्तं कमलनयनं योगिर्विधानगम्यं वन्दे विष्णुं भवभयहरं सर्वलोकैकनाथं। स्वामी विवेकानंद लोक संसद विचारधारा विभाग मयूरभंज जिला शाखा जो सब विषय वस्तु आज रखिंट अत्यंत उपादेय, ताहा हूँ निरामय पाई प्रकृति निर्णय विषय। तेबे आमर स्वयं भगवान जी भली सत्य एवं से ज्ञानर सागर, से होती समस्त पृथ्वी हो बा ब्रह्मांड हो सबुर नियंता। ठीक से भाव में द्वारा उत्पत्ति होता प्रकृति मध्य सत्य। ये प्रकृति गर्भर सृष्टि होता है, मातृगर्भर सृष्टि है बेले ताहा ही मृत्यु पर्यंत रही है, तार परिवर्तन हुए ना। किंतु आम गहन आज अच्छा जगत किशोर दास सार, मु देखिली बहुत भाग्यवान मुझे से आज उपस्थिति मत गोटे प्रेरणा दौर। से
ଆମମାନଙ୍କୁ ଯେତେବେଳେ 17 ଅଧ୍ୟାୟର 4 ନମ୍ବର ଶ୍ଲୋକରୁ 13 ନମ୍ବର ଶ୍ଲୋକ ପର୍ଯ୍ୟନ୍ତ ବୁଝଉଥିଲେ, ସେତିକି ବେଳେ ସେ ଯାହା ବୁଝେଇଥିଲେ ତାକୁ ମୁଁ ଟିକେ ସଂକ୍ଷିପ୍ତରେ ଲେଖିଥିଲି, ତାକୁ ଟିକେ ପଢ଼ିବା। କାହିଁକି ନା ଆମେ ପ୍ରକୃତି ନିର୍ଣ୍ଣୟ କରିବା ବେଳେ ଗର୍ଭରେ ଯେତେବେଳେ ସୃଷ୍ଟି ହୁଏ ସେତେବେଳେ ଗୋଟିଏ କଥା ଥାଏ, ଶୁକ୍ର ଶୋଣିତ ସଂଯୋଗେ, ମୁଁ କହିଦେଉଛି ଟିକେ ଶ୍ଲୋକଟା ନହେଲେ ହବନି ଠିକ୍। ଶୁକ୍ର ଶୋଣିତ ସଂଯୋଗେ ଗର୍ଭାଶୟସ୍ତୁ ଖଳୁ ଗର୍ଭ ଉତ୍ପାଦୟତେ। ସେଥିରେ ସେ କହୁଛି ବାତ ବିଭର୍ଜୟତି, ପୀତଂ ପଚୟତି, କଫଂ ସଂଘୟତି ଏବଂ କ୍ଲେଦୟତି। ତା ଅର୍ଥ ଗର୍ଭ ସମୟରେ ବାୟୁ ସେ ଗର୍ଭରେ ବିଭଜନ କରୁଛି। ସ୍ପେସ୍ ଯୋଉ ଆକାଶ ମହାଭୂତରେ ସେ ସ୍ପେସ୍ ପାଇକିରି ବାୟୁଟାକୁ ସେଲ୍ ଡିଭିଜନ କରୁଛି। ଅର୍ଥାତ୍ ଯେତେବେଳେ ୟୁନିଟ୍ ହେଉଛି, ଯେତେବେଳେ ଜାଇଗୋଟ୍ ଫର୍ମେସନ୍ ହେଉଛି, ଶୁକ୍ର ଶୋଣିତର ସଂଯୋଗ ହେଇଯାଉଛି, ସେତେବେଳେ 1 ସେଲ୍ ହେଉଛି, ତାକୁ ବିଭଜନ କରି ସେ 2 ସେଲ୍, ତାପରେ 4 ସେଲ୍, ତାପରେ 8 ସେଲ୍, ଏଇଭଳି ଭାବରେ ସେ ସେଲ୍ ସବୁ ସୃଷ୍ଟି କରୁଛି। ତା ଅର୍ଥ ବିଭର୍ଜୟତି। ଏବଂ ଅଗ୍ନି ଜଳ ଏଇଟା ଯୋଉ କରୁଛି, ସେ ଆକାଶ ଓ ବାୟୁ ମହାଭୂତର ସମ୍ମିଶ୍ରଣରେ ବାତ ସୃଷ୍ଟି ହେଇଛି ଏବଂ ସେ କରୁଛି। ଅଗ୍ନି ଏବଂ ଜଳ ଯିଏକି ପିତ୍ତ ଆମର ଆୟୁର୍ବେଦରେ ବର୍ଣ୍ଣନା ହେଇଛି, ମୁଁ କହିବି, ସିଏ କ'ଣ କରୁଛି ନା ପଚୟତି, ମାନେ ଚାଉଳଟା ଯେମିତି ଭାତରେ ପରିବର୍ତ୍ତନ ହେଇଯାଉଛି, ସେମିତି ସେ ଟ୍ରାନ୍ସଫର୍ମେସନ୍ କରୁଛି। ତାର ଅଙ୍ଗବୟବ ହଉ, ତାର ଚର୍ମ ହଉ, ତାର ରଙ୍ଗ ହଉ, ତାର ସମସ୍ତ ନର୍ଭସ୍ ସିଷ୍ଟମ୍ ହଉ, ଡାଇଜେଷ୍ଟିଭ୍ ସିଷ୍ଟମ୍, ଅଲ୍ ସିଷ୍ଟମ୍ ୱିଲ୍ ବି ଚେଞ୍ଜ। ଏବଂ ପୃଥିବୀ ଜଳ ମହାଭୂତ ସେ କଫ ଦୋଷକୁ ତିଆରି କରୁଛି। ଆୟୁର୍ବେଦ ଦୃଷ୍ଟିକୋଣରୁ ପୃଥିବୀ ଯେମିତି ସଂଘୟତି କରୁଛି, ସଂଘନ କାର୍ଯ୍ୟ କରୁଛି, ଜଳ ତାକୁ କ୍ଲେଦନ, ମାନେ ଯେମିତି କାଦୁଅ ଯଦି ହୁଏ ପୃଥିବୀ ମହାଭୂତ ଭୂମି ମାଟି, ତାକୁ କ୍ଲେଦନ କାର୍ଯ୍ୟରେ ସାହାଯ୍ୟ କରୁଛି ଜଳ। ତେଣୁ ପୃଥିବୀ ଏବଂ ଜଳ ମିଶିକିରି କଫ ସୃଷ୍ଟି କରୁଛନ୍ତି। ଏ ସବୁ ଜିନିଷ ଗୁଡ଼ାକ ଆମେ ଜାଣିବା ପୂର୍ବରୁ ଯାହା ଜଗତ କିଶୋର ସାର୍ ଆମକୁ ପଢ଼େଇଥିଲେ, ମୁଁ ତାକୁ ଟିକେ ଲେଖିଥିଲି, ତାକୁ 4 ନମ୍ବର ଶ୍ଲୋକରୁ 13 ନମ୍ବର ଶ୍ଲୋକ ମୁଁ ପାଠ କରିବିନି କାହିଁକିନା ସମୟ ଦୃଷ୍ଟିକୋଣରୁ। ତେବେ ଏଇ ସାତ୍ଵିକ ବିଚାର କରାଯାଇଛି ଗୀତାରେ, ଭଗବତୀ ଗୀତାରେ। ସେଥିରେ କୁହାଯାଇଛି ଦେବତା ପୂଜନ। ଯେଉଁମାନେ ସାତ୍ଵିକ ବିଚାର ବ୍ୟକ୍ତି ସେମାନେ ଦେବତା ପୂଜନ କରନ୍ତି। ରାଜସ ବ୍ୟକ୍ତିମାନେ ଯକ୍ଷ ରାକ୍ଷସ ମାନଙ୍କର ପୂଜା କରନ୍ତି, ଆଉ ତାମସ ମାନେ ଭୂତ ପ୍ରେତ ଆଦି ମାନଙ୍କୁ ପୂଜା କରନ୍ତି। ତାହା 17 ଅଧ୍ୟାୟ 4 ନମ୍ବର ଶ୍ଲୋକରେ ଆପଣମାନେ ଦେଖିନେବେ। ମୁଁ କାହିଁକି ଏ କଥାଟା କହିବାକୁ ଯାଉଛି ଭଗବତୀ ଗୀତା ଆୟୁର୍ବେଦରେ ପ୍ରକୃତି ନିର୍ଣ୍ଣୟ ପୂର୍ବରୁ, କାହିଁକି ନା ଯାହା ଶରୀରର ଚରକ ମହର୍ଷି ପ୍ରକୃତି ନିର୍ଣ୍ଣୟ କରିଛନ୍ତି, ତାଙ୍କଠାରୁ ଭଗବାନ ଯୋଗେଶ୍ୱର ଶ୍ରୀକୃଷ୍ଣ ସ୍ୱୟଂ ଯେ ନିୟନ୍ତା ପୃଥିବୀର ଚରକଙ୍କୁ ଯିଏ ସୃଷ୍ଟି କରିଛନ୍ତି, ସିଏ ଯେ ଭଗବତୀ ଗୀତାରେ ବାଣୀ ଦେଇଛନ୍ତି, ତାହା ସମସ୍ତ ପ୍ରକୃତି ଠାରୁ ଉର୍ଦ୍ଧ୍ୱରେ। ଜନ୍ମରୁ ପ୍ରକୃତିର ପରିବର୍ତ୍ତନ ନହେଲେ ମଧ୍ୟ ଆମେ ତାକୁ କିଛି ଅଂଶରେ ସାଧନା ବଳରେ ଭଗବାନଙ୍କ ମୁଖ ନିଃସୃତ ବାଣୀକି ଶୁଣି ଯଦି ଅଭ୍ୟାସ କରିବା, ଯଦି ପୁରୁଷାର୍ଥ କରିବା, ତାହେଲେ ପ୍ରକୃତି ପରିବର୍ତ୍ତିତ ନହେଲେ ମଧ୍ୟ କିଛି ଅଂଶରେ ଆମେ ସୁଧାରି ପାରିବା ଏବଂ ସୁଧାରି ହେଉଛି। ଏହା ମୋର ବ୍ୟକ୍ତିଗତ ଅନୁଭୂତି। ତେବେ ସାତ୍ଵିକରେ ସେ ଲେଖିଛନ୍ତି ଆୟୁ, ବୁଦ୍ଧି, ବଳ, ନିରୋଗତା, ସୁଖ, ପ୍ରୀତି ଏସବୁ ବଢ଼ୁଛି। ରସଯୁକ୍ତ, ସ୍ନିଗ୍ଧଯୁକ୍ତ, ସ୍ଥିରଯୁକ୍ତ ଏବଂ ଖାଦ୍ୟ ଆମକୁ ଯାହା ରୋଚକ, ଯାହା ଆମକୁ ଅନୁକୂଳ, ତାହା ଆମେ ଗ୍ରହଣ କରୁଥାଏ। ଗହମ, ଚାଉଳ, ମୁଗ, ଗୋଦ୍ରବ୍ୟ ଭିତରେ କ୍ଷୀର, ଦହି, ଲହୁଣୀ ଏବଂ ଚଲା ଏବଂ ଘୃତ ଏଗୁଡ଼ିକ ମଧ୍ୟ, ଆଉ ଫଳ ଶାକାଦି ଏଗୁଡ଼ିକ ମଧ୍ୟ ବର୍ଣ୍ଣନା ଅଛି 17 ଅଧ୍ୟାୟ 8 ନମ୍ବର ଶ୍ଲୋକରେ ଆପଣମାନେ ଦେଖିବେ। ଆଉ ମାନସିକ ଦୃଷ୍ଟିରୁ ଆମେ ଦେଖିବା ଯେ ସବୁବେଳେ ସାଇକୋଲୋଜିକାଲ କଥା କହନ୍ତି ଆମର ଜଗତ କିଶୋର ସାର୍, ଯାହା ବିଧି ସଙ୍ଗତ, ଯାହା ଶାସ୍ତ୍ର ଦ୍ୱାରା ଅନୁମୋଦିତ, ସେଇଭଳି ପାଠ ଆମେ କରି ଆମ ଭିତରେ ଡାଇଜେସନ୍ କରି ଆମେ ତାକୁ ଚିନ୍ତନ ମନ୍ଥନ କରି ଯଦି ନିଷ୍କାମ କର୍ମ ବୁଦ୍ଧିରେ କରିବା, ତାହେଲେ ସାତ୍ଵିକ ବିଚାର ଆମର ହବ। ଯୋଉଟାକି ଆୟୁର୍ବେଦ ଦୃଷ୍ଟିକୋଣରେ ଆପଣ ଟିକେ ମନେ ରଖନ୍ତୁ ପିତ୍ତ ଦୋଷକୁ ନେଇଥାନ୍ତି। ଏବଂ ରାଜସରେ ମୁଁ ଆପଣଙ୍କୁ କହିଛି ଯକ୍ଷ ରାକ୍ଷସ ମାନଙ୍କ ପୂଜା କରାଯାଏ। ଏବଂ ସେଥିରେ କ'ଣ ହୁଏ ନା ବହୁତ କଟୁ ଖାଦ୍ୟ ଯଦି ଜଣେ ଖାଇବ, ବହୁତ ଖଟା ଖାଦ୍ୟ ଖାଇବ, ବହୁତ ଗରମ ଖାଦ୍ୟ ଖାଇବ, ବହୁତ ରାଗ ଖାଦ୍ୟ ଖାଇବ, ବହୁତ ରୁକ୍ଷ ମାନେ ଚଣା
ମଟର ମିକ୍ସଚର ମୁଢ଼ି ଚୁଡ଼ା ଭଜା ଇତ୍ୟାଦି ଏଇଟା ରୁକ୍ଷ ଖାଦ୍ୟ। ଆଉ ଜଳନକାରୀ ଖାଦ୍ୟ ଯେମିତି ଶୁଖିଲା ଲଙ୍କା ଆପଣଙ୍କର ମାନେ ବିଭିନ୍ନ ପ୍ରକାର ମସଲା ମସଲି ଏଗୁଡ଼ାକ ସବୁ ରାଗ ଦୁଃଖ ଶୋକ ଏବଂ ରୋଗ ଉତ୍ପନ୍ନକାରୀ ସେଗୁଡ଼ିକ ହବ। ଯେଉଁଥିରେ କି ଅନେକ ଲୋକ ଅଫିମ ଖାଆନ୍ତି ତେନ୍ତୁଳି ଖାଆନ୍ତି ଶୁଖିଲା ଲାଲ ଲଙ୍କା ଖାଆନ୍ତି ଭଜା ଗୁଡ଼ାକ ଯେଉଁଗୁଡ଼ାକ ଲାଇଫଲେସ୍ ମାନେ ଆପଣଙ୍କର ଗଜା ମୁଗ ଖାଇଲେ ସେ ଜୀବନ୍ତ ଯଦି ଆପଣ ବତୁରି ଦେବେ ତାର ଗଜା ହେଇଯିବ ଲାଇଫ୍ ହେଇଯିବ କିନ୍ତୁ ଯେଉଁଗୁଡ଼ାକ ଭାଜିକିରି ଆମେ ସବୁ ଖାଉଛେ ସେଗୁଡ଼ାକ ଲାଇଫଲେସ୍ ଭଜା ଡେଥ୍। ତେଣୁ 17 ଅଧ୍ୟାୟ 9 ନମ୍ବର ଶ୍ଲୋକରେ ତା ବର୍ଣ୍ଣନା ଅଛି ଯାହା ବିଧି ସଙ୍ଗତ କିନ୍ତୁ ଫଳର ଇଚ୍ଛା କିମ୍ବା ଦମ୍ଭ ଗର୍ବରେ ଯିଏ ସେବା କରୁଛି ବା କର୍ମ କରୁଛି ତାହା ହିଁ ରାଜସ ଯାହାକୁ ଆମେ ବାତ ପ୍ରକୃତି ବୋଲି ଗ୍ରହଣ କରିବା ବୋଲି ମୁଁ ବିଚାର କରେ। ତାମସ ଯୋଉଟା କହୁଥିଲେ ଭୂତ ପ୍ରେତ ଆଦି କୁ ପୂଜା କରିବାକୁ ସେ ଭଲ ପାଆନ୍ତି ଅଧା ପକ୍ୱ ହେଇଥିବ ସେ ଖାଦ୍ୟ ଖାଇବାକୁ ସେ ଭଲ ପାଆନ୍ତି ରସ ରହିତ ଖାଦ୍ୟକୁ ଚୋବେଇବାକୁ ସେ ଭଲ ପାଆନ୍ତି ଦୁର୍ଗନ୍ଧ ଯୁକ୍ତ ବାସି ଖାଦ୍ୟ 2-3 ଦିନ ବାସି ଫ୍ରିଜରେ ରଖି ସେ ତାକୁ ପଖାଳ ମଖାଳ କରିକି ତାକୁ ଖଟା ପାଣି କାଞ୍ଜି ଅମକ ସମକ କରି ତାକୁ ଖାଆନ୍ତି। ଅଇଁଠା ମଧ୍ୟ ସେ ଖାଇ ପକାନ୍ତି ଯେଉଁଟାକି ଭଗବତ ଗୀତାରେ ଲେଖା ହେଇଛି ଅପବିତ୍ର ପଦାର୍ଥ ସେ ଖାଆନ୍ତି ମାଂସ ଜୁଠନ ମାନେ ଯେଉଁଟା ଅଇଁଠା ଉଚ୍ଛିଷ୍ଟ ପିଆଜ ଆଚାର ଆସବ ଆଦି ଆସବ ହେଉଛି ମଧ୍ୟ ଜାତୀୟ ଖାଦ୍ୟ ତାକୁ ଖାଆନ୍ତି ଯେଉଁଟା 17 ନମ୍ବର 17 ଅଧ୍ୟାୟ 10 ନମ୍ବର ଶ୍ଲୋକରେ ବର୍ଣ୍ଣନା ଅଛି। ଏବଂ ବିଧି ବିହୀନ ସେମାନେ ଯାହା କରନ୍ତି ବିଧି ଫିଧି କିଛି ମାନନ୍ତିନି ଅନ୍ନଦାନ କରନ୍ତିନି ମନ୍ତ୍ରହୀନ ସେମାନେ ମନ୍ତ୍ରଫନ୍ତ୍ର ଜାଣନ୍ତିନି ଦକ୍ଷିଣା ରହିତ ଦକ୍ଷିଣା ଫକ୍ଷିଣା ଦବା ବା ନବା ଏଇସବୁ ଜିନିଷ ତାଙ୍କର ଜ୍ଞାନ ନାହିଁ ଶ୍ରଦ୍ଧା ରହିତ ଭକ୍ତି ବା ପୂଜା କରନ୍ତି ଜୀବନଯାପନ କରନ୍ତି ସେମାନେ 17 ଅଧ୍ୟାୟ 13 ନମ୍ବର ଶ୍ଲୋକରେ ଏଇ କଥା ଆମକୁ ଜଗତ ସାର୍ ବୁଝେଇଥିଲେ ତ ମୁଁ ତାକୁ ଟିପିଥିଲି ଯେତେବେଳେ ବୁଝାନ୍ତି ମୁଁ ଟିପିଥିଲି ମୁଁ କହିଲି ଟିକେ ଏଇଟା କହିବା କାହିଁକି ନା ପ୍ରକୃତି ନିର୍ଣ୍ଣୟ ପୂର୍ବରୁ ଯଦି ଆମେ ତାକୁ ବିଚାର ନ କରିବା ତାହେଲେ ହବନି କାରଣ ଭଗବାନ ଶ୍ରୀକୃଷ୍ଣ ଯାହା କହିଛନ୍ତି ଚରକ ମହର୍ଷି ଭାଗବତ ସୁଶ୍ରୁତ କହିଲେ ମଧ୍ୟ ଭଗବାନ କହିବା କଥାଟା ଟିକେ ଆଗ ଶୁଣିବାକୁ ଉଚିତ ମନେ କଲି ତେଣୁ ମୁଁ କହିଲି ତାହା ହିଁ ସେ କହୁଛନ୍ତି ଯେ ଯେତେବେଳେ ଆମେ ପ୍ରକୃତି ପରୀକ୍ଷଣ କରିବାକୁ ଯିବା ସେତେବେଳେ ସେ କହୁଛନ୍ତି ଯେ କାହିଁକି ଆମେ ପ୍ରକୃତି ପାଳନ କରିବା କ'ଣ ଆମର ଆବଶ୍ୟକ ତେଣୁ ସେ କହୁଛନ୍ତି ଯେ ଯେତେବେଳେ ଗୋଟେ ଲୋକ ମାନେ ସମଦୋଷ ଯଦି ମେଣ୍ଟେନ୍ ନ କରେ ସମଦୋଷ ମାନେ ସମଧାତୁ ବାତ ପିତ୍ତ କଫ ଏଇ ତିନିଟାକୁ ସମାନ ଅବସ୍ଥାରେ ରହିବା କଥା ଯଦି ନ ରହିଲା ତାହେଲେ କ'ଣ ହବ ନା ସେ ଦୋଷ ହେଇଯିବ ବାତ ଦୋଷ ପିତ୍ତ ଦୋଷ କଫ ଦୋଷ ଦୋଷଣାତ ଦୋଷା ତେଣୁକରି ଆମର ଚରକ ଲେଖିଛନ୍ତି ସମଦୋଷ ସମାଗ୍ନିଶ୍ଚ ସମଧାତୁ ମଳକ୍ରିୟ ପ୍ରସନ୍ନାତ୍ମା ଇନ୍ଦ୍ରିୟ ସତ୍ୟ ବିଧୀୟତେ ପ୍ରସନ୍ନାତ୍ମା ମାନେ ଇନ୍ଦ୍ରିୟ ସତ୍ୟ ବିଧୀୟତେ ଅର୍ଥାତ ଏଇ ତିନି ଧାତୁ ସମଦୋଷ ବାତ ପିତ୍ତ କଫ ଯଦି ସାମ୍ୟ ଅବସ୍ଥା ରହିବ 13ଟା ଅଗ୍ନି ହେଉଛି ଜଠରାଗ୍ନି ଏବଂ ପଞ୍ଚାଗ୍ନି ଧାତୁ ଅଗ୍ନି ପଞ୍ଚମହାଭୂତ ଅଗ୍ନି ଏବଂ ସପ୍ତ ଧାତୁ ଅଗ୍ନି ଏମିତି 13ଟା ଅଗ୍ନି ଯଦି ସମାନ ଅବସ୍ଥା ରହିବ ଏବଂ ସମଧାତୁ ସପ୍ତ ଧାତୁ ଯଦି ଆମର ରସ ରକ୍ତ ମାଂସ ମେଦ ଅସ୍ଥି ମଜ୍ଜା ଶୁକ୍ର ଯଦି ସମାନ ଅବସ୍ଥାରେ ରହିବ ମଳକ୍ରିୟ ଆମର ମଳ ହେଲା 3 ଆମର ପୁରୁଷ ମାନେ ମଳ ଝାଡ଼ା ଏବଂ ସ୍ୱୈଦ ମାନେ ଝାଳ ଆଉ ଗୋଟେ ହେଲା ମୂତ୍ର ଏଗୁଡ଼ିକ ଆଉ ସେତିକି ନୁହନ୍ତି ଡେଫିନେସନ୍ ଅଫ୍ ହେଲ୍ଥ ଇନ୍ ଆୟୁର୍ବେଦିକ ସୋ ବ୍ରଡ୍ ଆପଣମାନେ ଦେଖନ୍ତୁ ପ୍ରସନ୍ନ ଆତ୍ମେନ୍ଦ୍ରିୟ ମାନେ ଆତ୍ମା ସବୁବେଳେ ପ୍ରସନ୍ନ ରହୁଥିବ ମନ ପ୍ରସନ୍ନ ରହୁଥିବ ଇନ୍ଦ୍ରିୟ ଗୁଡ଼ିକ ପ୍ରସନ୍ନତା ଭିତରେ ଥିବେ ତାହେଲେ ଆମେ ତାକୁ ସ୍ୱସ୍ଥ ଅଭିଧୀୟତେ ସ୍ୱସ୍ଥ ବୋଲି କହିବା କାହିଁକିନା ଆୟୁର୍ବେଦର ଉଦ୍ଦେଶ୍ୟ ହେଉଛି ସ୍ୱସ୍ଥ ରକ୍ଷଣ ଯେଉଁମାନେ ସୁସ୍ଥ ବ୍ୟକ୍ତି ତାଙ୍କର ସ୍ୱାସ୍ଥ୍ୟ କେମିତି ରକ୍ଷା ହେବ ଆତୁରସ୍ୟ ବିକାର ପ୍ରଶମନଞ୍ଚ ଯିଏ ଭୁଲ ବଶତଃ ଅଜ୍ଞାନତା ବଶତଃ ତାର ଯେମିତି ବିବେକ ବାଣୀ ପଢ଼ା ହେଲା ମଣିଷ ଦୁଃଖୀ ହେଉଛି ତାର ଶୋକ କରୁଛି ବା ଅସୁବିଧାରେ ପଡ଼ୁଛି ତା ନିଜ କର୍ମ ଫଳରେ ଏବଂ ଏନଭାରନମେଣ୍ଟ ତାକୁ କିଛି ପ୍ରଭାବ ପକାଉଛି ବାତାବରଣ ତେଣୁ ସେଇ ଯେତେବେଳେ ଆତୁର ହେଇଯାଉଛି ତାକୁ ମଧ୍ୟ ଚିକିତ୍ସା କରିବା ପାଇଁ ଚରକ ଆୟୁର୍ବେଦରେ ବର୍ଣ୍ଣନା ଅଛି ତେଣୁ ଆପଣମାନେ ଏବେ ଜାଣିଗଲେ ଯେ ଏଗୁଡ଼ିକ କିଏ ସୃଷ୍ଟି କରୁଛି ଏଇ ବାତ ଦୋଷଟା କେଉଁଥିରେ ବଢ଼ୁଛି କାହିଁକି ନା ବାତ ଦୋଷକୁ ଆମେ ଯଦି ବିଚାର କରିବା ସେଇଟାକୁ ନର୍ଭସ୍ ସିଷ୍ଟମ୍ ବୋଲି ବିଚାର କରନ୍ତି ଆମର ନାଡ଼ି ଯିଏକି ଗାଡ଼ିର ଇଞ୍ଜିନ୍
କାହିଁକିନା ସିଏ ଯୁଆଡ଼େ ଇଞ୍ଜିନଟି ଠିକ୍ ନ ରହିଲେ ଆପଣ ଟାୟାର ଟ୍ୟୁବ୍ କାର୍ ଯେତେ ଟିପ୍ଟପ୍ ଥିଲେ କ'ଣ ଡ୍ରାଇଭର ବଢ଼ିଆ ଡ୍ରାଇଭର ହେଲେ କ'ଣ ହେବ? ଷ୍ଟିୟରିଂ ବ୍ରେକ୍ ଫେକ୍ ସବୁ ଠିକ୍ ଥିଲେ ମଧ୍ୟ ସିଏ ଚଲେଇ ପାରିବ ନାହିଁ। ତେଣୁ ନର୍ଭସ୍ ସିଷ୍ଟମଟାକୁ ଏତେ ଇମ୍ପୋର୍ଟାନ୍ସ ଦିଆହେଇଛି, ଯୋଉଟା ବାତ ଯୋଉଟା ଆମେ ପ୍ରାଣାୟାମ ମାଧ୍ୟମରେ କରୁଥାଏ। ପ୍ରାଣାୟାମ ସେଇଥିପାଇଁ ଆମର ସକାଳୁ ଯୋଉ କ୍ଲାସ୍ ହେଉଛି ପ୍ରାଣାୟାମ 10 ମିନିଟ୍ କରାହେଉଛି। ପ୍ରାଣାୟାମ ପ୍ରାଣ ବାୟୁ ହେଉଛି ଭଗବାନ। ତେଣୁ ସେଇଟାକୁ ମଧ୍ୟ ଆପଣମାନେ ଟିକେ ଇମ୍ପୋର୍ଟାନ୍ସ ଦେବେ। ସେଇଟା କେମିତି ବଢୁଛି ବାତ ଦୋଷ ନା କଟୁ ତିକ୍ତ କଷାୟଂ ବାତଂ ବର୍ଜୟନ୍ତି ମଧୁର ଅମ୍ଳ ଲବଣଂ ବାତଂ ସମୟନ୍ତି। ଯଦି କଟୁ ମାନେ କ'ଣ ନା ଅଦା ରସୁଣ ପିଆଜ ମସଲା ଇଏ ସବୁ ପକେଇକିରି ଯଦି ଆମେ ତରକାରୀ କରି ଖାଇବା, ତିକ୍ତ ଅଧିକ ଗୋଟେ ପିତା ଖାଇବା, କଷା ବହୁତ ଖାଇବା, ତାହେଲେ ବାତ ବଢିଯିବ। ମଧୁର ଅମ୍ଳ ଲବଣ ଯଦି ଆମେ ଖାଇବା ସେଇ ବାତ ରୋଗୀର ଶମନ ହେଇଯିବ। ତେଣୁ ପ୍ରକୃତି ତ ତାର ଇଚ୍ଛା କରିବ ସେ ବାତ ଖାଦ୍ୟ ଗୁଡ଼ିକ ଆକର୍ଷିତ ହବ ଖାଦ୍ୟ ଖାଇବା ପାଇଁ। କିନ୍ତୁ ଆମର ଯଦି ଜ୍ଞାନ ହେଇଯିବ, ଆମେ ମୁଁ ଆପଣଙ୍କୁ ବତେଇବି ଯେ ଆପଣ ଆପଣଙ୍କର ପ୍ରକୃତି ନିର୍ଣ୍ଣୟ କେମିତି କରିବେ, ଜଷ୍ଟ ବତେଇବି। ତେବେ ମଧୁର ଅମ୍ଳ ଲବଣ ଆମେ ଗ୍ରହଣ କଲେ ସେଇଟା ଆମର ସମନ ହେଇଯିବ। କଟୁ ଅମ୍ଳ ଲବଣଂ ପିତଂ ବର୍ଜୟନ୍ତି, ଯୋଉଟା ଆମର ଭଗବତ ଗୀତାରେ କଟୁ ଅମ୍ଳ ଲବଣ କେମିତି ରଜଗୁଣ ଭୂଇଷ୍ଠ ସେ କଥା ବର୍ଣ୍ଣନା ହେଇଛି। ତାହେଲେ ତା ଜାଗାରେ ଆମେ କ'ଣ କରିବା? ମଧୁର ତିକ୍ତ କଷାୟଂ ପିତଂ ସମୟନ୍ତି। ତାହେଲେ ଯୋଉମାନେ କଫ ପ୍ରକୃତିର ଲୋକ ସେମାନେ ମଧୁର ଅମ୍ଳ ଲବଣ ଖାଇଲେ କଫ ବର୍ଜୟନ୍ତି, କଟୁ ତିକ୍ତ କଷାୟଂ କଫଂ ସମୟନ୍ତି। ତେଣୁ ଏଇଭଳି ଭାବରେ ଇଏ ହେଉଛି ପ୍ରିନ୍ସିପୁଲ ତର୍କ ଅନୁସାରେ। ତେଣୁ ଆମେ ଏଗୁଡ଼ିକ ଜାଣିଲେ, ଏଗୁଡ଼ିକ କାରଣ ଜାଣିଲେ ତାର ଆମେ କ'ଣ କରିବା? ନିରାକରଣ କରିବାକୁ ସୁବିଧା ହେବ। ତେବେ ମୁଁ ଆପଣଙ୍କୁ କହିଲି ଯେ ନର୍ଭସ୍ ସିଷ୍ଟମ ହେଲା କିଏ ନା ନାଡି ବିଜ୍ଞାନ ହେଲା ବାତ, ପିତ୍ତ ହେଲା ଆମର ଯୋଉ ହଜମ ଶକ୍ତି ହେଉଛି, ପିତ୍ତ ଭୋକ ହେଉଛି, ଆମର ଡାଇଜେସନ ହେଉଛି, ଏନଜାଇମ୍ ସିକ୍ରେସନ କରୁଛି। ଆଉ ହରମୋନଟାକୁ ଆମେ ନେଇପାରିବା ଆମର ପିତ୍ତରେ। କଫକୁ ଆମେ ନେଇପାରିବା ଆମ ବଡିରେ 70% ୱାଟର ବାଲାନ୍ସ ହେଉଛି। ମସଲ ଗୁଡ଼ିକ ଯୋଉ ତିଆରି ହେଇଛି, ଯୋଉ ଆମ ଭିତରେ ଯେତେ ପ୍ରକାର ଧାତୁ ଅଛି ସବୁ ଭିତରେ ଜଳ ଅଛି। ତେଣୁ ରକ୍ତ ଭିତରେ ବି ଜଳ ଅଛି। ତେଣୁ ସବୁ ଭିତରେ ତାକୁ ଆମେ କଫ ହିସାବରେ ନେଇପାରିବା। ତେବେ ଆମର ଯେମିତି ସତ୍ଵ ରଜ ତମ 3 ଗୁଣରେ ଜଣେ କିଏ ସାତ୍ଵିକ ନାହିଁ, କି ଜଣେ ରାଜସିକ ନାହିଁ, ଜଣେ ତାମସିକ ନାହିଁ, ନିଶ୍ଚିତ ଭାବରେ ମିକ୍ସଡ ଅଛି। ସେଇଭଳି ଭାବରେ ଭାଗବତ କହିଲେ, ସୁଶ୍ରୁତ କହିଲେ ଯେ ଲୋକ ବାତ କଫ ହେଇପାରନ୍ତି, ବାତ ପିତ୍ତଳ ହେଇପାରନ୍ତି, ପିତ୍ତ କଫଜ ହେଇପାରନ୍ତି, ବା 3ଟା ଦୋଷର ସାମ୍ୟ ଅବସ୍ଥା ଅଛନ୍ତି। ଯେମିତି ଆମର ଚିତ୍ତରଞ୍ଜନ ଭାଇ, ଆମର ଅଛନ୍ତି ଭାଇ ତାଙ୍କ ନାଁ କ'ଣ, ଯିଏ ସଂଯୋଜନା କରୁଛନ୍ତି ଏବଂ ପ୍ରାଣାୟାମ କରନ୍ତି, ମୁଁ ଭୁଲିଗଲି। ତାଙ୍କର ଶରୀରକୁ ଆପଣ ଦେଖିବେ ସେଇଟା ସମଦୋଷ ଅବସ୍ଥାରେ ଅଛି। ସେମାନଙ୍କର ଇକ୍ୱିଲିବ୍ରିୟମ ମେଣ୍ଟେନ୍ ହବ। ଏବଂ ଏଇ ବାତ ପ୍ରକୃତିକି ଆମେ ଜାଣିବା କେମିତି? ଜାଣିଲେ ସିନା ଆପଣ ତାକୁ ଟିକ୍ ଚିହ୍ନ ମାରିବେ। ମୁଁ ଗୋଟେ ଫର୍ମାଲ ତିଆରି କରିଛି, ତାକୁ ଆପଣମାନଙ୍କୁ ପଠେଇବି। ସାରା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ସମସ୍ତେ ତାକୁ ପୂରଣ କରିବେ ଏବଂ ସେ ପଠେଇଲେ ତାର ସମାଧାନ ଆମେ ଦେଇପାରିବା। ତେବେ ବାତ ପ୍ରକୃତିରେ 9 ଗୋଟି ବିନ୍ଦୁ ଭିତରେ ପ୍ରଥମେ ଶାରୀରିକ ସରଞ୍ଚନା। ଆପଣ ନିଜେ ନିଜେ ବିଚାର କରନ୍ତୁ ଆପଣଙ୍କ ଶରୀର ଗଠନଟା କେମିତି ହେଇଛି। କମ ଓଜନ କି, ପତଳା ଶରୀର କି, ଛୋଟ କମ ଉଚ୍ଚତା କି, ସୂକ୍ଷ୍ମ ଏବଂ ହାଲକା କି, କଳା ରଙ୍ଗ କି, ଜୋରରେ ଚାଲିଲା ବେଳେ ଗଣ୍ଠି ଗୁଡାକ ଫୁଟୁଛି କି? ଯଦି ହଉଛି ତାହେଲେ ଶାରୀରିକ ସରଞ୍ଚନାରେ ଆପଣ ଠିକ୍ ଚିହ୍ନ ମାରିବେ। ଯଦି ଏଥିରୁ ଅଧା ହଉନି, ଅଧା ହଉଛି, ତାହେଲେ ମଧ୍ୟ ଆପଣ ବିଚାର କରିକି ହାଫ୍ ଚିହ୍ନ ଦେଇପାରିବେ। ଏବଂ ଆପଣଙ୍କୁ ଥଣ୍ଡାଟା ବଡ଼ ଅସହ୍ୟ କି? ଶୀତ ଦିନେ ଆପଣଙ୍କୁ ଭଲ ଲାଗେ କି ନାହିଁ? ଯଦି ବାତ ପ୍ରକୃତି ଲୋକ ହେଇଥିବ ତାର ଗୋଟେ ଶୀତ ଗୁଣ ଅଛି, ଯେମିତି ରୁକ୍ଷ ଗୁଣ ଅଛି ତାର ଗୋଟେ ଶୀତ ଗୁଣ ଅଛି। ତେଣୁ ଥଣ୍ଡାଟା ତାକୁ ଭଲ ଲାଗିବନି। ଏବଂ 3 ନମ୍ବରରେ ଜଲ୍ଦି ଯେକୌଣସି କାର୍ଯ୍ୟ କରିବ, ଯେକୌଣସି କଥା କହିବ, ଯେକୌଣସି ଚାଲିବ ଦୌଡ଼ିବ, ସେ ଯାହା କରିବ ବହୁତ ସ୍ପିଡିରେ କରିବ ଯଦି କରୁଥାନ୍ତି ତାହେଲେ ବାତ ପ୍ରକୃତି। ଏବଂ ଯେତେବେଳେ କହିବ ସଂକ୍ଷିପ୍ତ ନ କହିକିରି ସେ ବାଚାଳ ଭଳିଆ କହିବ, ପ୍ରଗଳ୍ଭତା ଅଧିକ ଗପିବ, ସେଇ କଥାଟାକୁ ବୁଲେଇ ବୁଲେଇ ସେ କହୁଥିବ। 5ରେ ସକ୍ରିୟ ଗତିଶୀଳ, ସେ କେତେବେଳେ ଗୋଟେ ଜାଗାରେ ସ୍ଥିର ହେଇକି ବସିବନି, ଏଠିକି ସେଠିକି ସେ ମାନେ ବସିଲେ 5-10 ମିନିଟ୍ ଧ୍ୟାନ କଲାବେଳେ ସେ ପୁଣି ଟିକେ ପଳଉଥିବ। ସେ ଧୀର ସ୍ଥିର ହେଇକି ବସିପାରିବନି। ଏବଂ ସେ କନଷ୍ଟାଣ୍ଟଲି 6 ନମ୍ବରରେ
ତାର ଭାବ ପ୍ରଦର୍ଶନ, ତା ଫେସ୍କୁ ଦେଖିବେ, ତାର ଆକ୍ଟିଭିଟି ଦେଖିବେ, ତାର ବିଭିନ୍ନ ପ୍ରକାର ଚେଞ୍ଜେସ୍ ଏକ୍ସପ୍ରେସନ୍ ହେଉଥିବ ଏବଂ ତାର ତାର ଯେତେବେଳେ ବାଣୀ ବାହାରିବ ସେ ଟିକେ କର୍କଶ ଶବ୍ଦ ହବ, ଲାଳିତ୍ୟ ହବନି, ତେଣୁ ଟିକେ କର୍କଶ ବାଣୀ ପ୍ରକାଶ ପାଇବ। ଅଷ୍ଟମରେ ସହଜରେ ସେ ମାନେ ଗୋଟେ କଥା ଶୁଣିଲେ, ଗୋଟେ ନାଟକ ଦେଖିଲେ ଚିନ୍ତା ସାଙ୍ଗେ ସାଙ୍ଗେ ଚିନ୍ତା କରିତେ ଭାବୁକ ହେଇ କାନ୍ଦି ବି ପକାଇ ପାରେ। ଅନେକ ଦେଖିବେ ଫିଲ୍ମ ହଲରେ ବି କାନ୍ଦି ପକାନ୍ତି। ତାର କାରଣ ହେଲା ସେମାନେ ବାତ ପ୍ରକୃତି ହେଇଥିବାରୁ ଚିନ୍ତନଟା ଶୀଘ୍ର ହେଇଯିବ ଏବଂ କାନ୍ଦି ପକାଉଥିବେ, ତାର ଠିକ ଚିହ୍ନ ଦେବେ। ଶୀଘ୍ର ସ୍ୱାଭାବିକ ଅବସ୍ଥାକୁ ପୁଣି ପଳେଇ ଆସନ୍ତି, ଖାଲି ମାନେ କାନ୍ଦି ପକେଇ କନସିୟସ୍ ହେଇକିରି ମଧ୍ୟ ସ୍ୱାଭାବିକ ଅବସ୍ଥାକୁ ପଳେଇ ଆସନ୍ତି। ତାହେଲେ ଆମେ ବାତ ପ୍ରକୃତି ଲୋକ ଦେଖିବା, ଯଦି ଗୋଟେ ପାଠ ପଢ଼ା ହେଉଥିବ ବା କିଛି କଥା ମୁଁ ଏବେ କହୁଛି, ବାତ ପ୍ରକୃତି ଲୋକ କଣ କରିବେ, ଚଟକିରି ଯାହା ମୁଁ କହିଲେ ମନେ ରଖିଦେବେ ଏବଂ ଜଲ୍ଦି ମନେ ରଖିଲେ କଣ ହବ, ତାପରେ ଆପଣ ଯଦି ଲାଷ୍ଟକୁ ପଚାରିବେ ଟିକେ କହିଲେ କଣ କଣ ସିରିଏଲ କଲେ, ସେ ଭୁଲି ଯାଇଥିବେ, ସିରିଏଲ କହିପାରିବେନି। ଚଟକିରି ମନେ ରଖନ୍ତି, ଚଟକିରି ଭୁଲନ୍ତି। ଏବଂ ପିତ୍ତ ପ୍ରକୃତିର ବିଶେଷତା ହେଲା ଶାରୀରିକ ସଂରଚନା ବା ଶାରୀରିକ ଗଠନ ହେଲା ଯେ ସିଏ ଗୌରବର୍ଣ୍ଣ ହୋଇଥିବେ। ହଁ, ବାତ ବର୍ଣ୍ଣଟା କଳା ବର୍ଣ୍ଣ, କୃଷ୍ଣ ବର୍ଣ୍ଣ ଏବଂ ପିତ୍ତ ପ୍ରକୃତି ଗୌରବର୍ଣ୍ଣ ବା ତମ୍ବାଳିଆ ଗୌରା ଏବଂ ତାଙ୍କ ଦେହରେ ଝାଳ ପ୍ରବଳ ବହୁଥିବ, ତାପ ତାଙ୍କ ଦେହଟା ତାତିଲା ତାତିଲା ଅନୁଭବ ହେଉଥିବ, ବା କି ଛୁଇଁଲେ ତାକୁ ଟିକେ ଗରମ ଲାଗୁଥିବ ଏବଂ ଗରମଟା ତାକୁ ବଡ଼ ଅସହ୍ୟ। ସେ ଗରମ ଜିନିଷ ଖରାଦିନ ହେଲା କି ନିଆଁ ପାଖରେ ସେ ବସିପାରିବନି ବହୁତ ସମୟ, ଯଜ୍ଞ ହୋମ କଲାବେଳେ ତାକୁ ବଡ଼ ଅସହ୍ୟ, ସେ ଦାହ ସୃଷ୍ଟି ହେବ। ତ୍ୱଚା ଏବଂ ବାଳ ତାର ବହୁତ ସ୍ନିଗ୍ଧ ହେବ, ବାଳର ରଙ୍ଗ ଗୋଲ୍ଡେନ୍ କଲର୍ ହେବ ବା ଟିକେ ମାଟିଆ ରଙ୍ଗର ହେବ, ବୁଝିପାରିଲେ? ହଁ, ମାଟିଆ ରଙ୍ଗର ହେବ। ତାପରେ ତାର ଦେଖିବ ସାରା ଶରୀରରେ ବା ବେକ ବା ମୁହଁରେ ବା ପିଠିରେ ଦେଖିବେ ସବୁ ତୀର କଳା ଯାଇ ଯୋଉଟା ବ୍ଲାକେଟ୍ ସବୁ ସୃଷ୍ଟି ହେବ। କମ୍ ବୟସରେ ବାଳ ପାଚିଯିବ ଏବଂ ଝଡ଼ିବ, ଚନ୍ଦା ବି ହେଇଯାଇପାରେ। ତେଣୁ ଚରକ ଖାଳିତ ଏବଂ ପାଳିତ ଶବ୍ଦ ପ୍ରୟୋଗ କରିଥିବେ। ଖାଳିତ ଅର୍ଥ ବାଳ ଝଡ଼ିବା, ପାଳିତ ଅର୍ଥ ବାଳ ପାଚିବା। ସ୍ୱାଭାବିକ ପିତ୍ତ ଯେଉଁମାନେ ଅତ୍ୟଧିକ ଭାବରେ ଯେଉଁମାନଙ୍କର ପିତ୍ତ ପ୍ରକୃତି, ସେମାନେ ଆବଶ୍ୟକତା ଅନୁସାରେ ଅଧିକ ଖାଆନ୍ତି ଏବଂ ପାଣି ବି ଅଧିକ ପିଅନ୍ତି ଏବଂ ଖାଇବାରେ ସୌକିନ। ସିଏ ଚନ୍ଦ୍ରଙ୍କ କିରଣ ତଳେ ରାତିରେ ଟିକେ ଲେଟ୍ ନାଇଟ୍ରେ ବହୁତ ପ୍ରକାର ଖାଦ୍ୟକୁ ଖାଇବାକୁ ଚେଷ୍ଟା କରନ୍ତି। ଦରକାର ପଡ଼ିଲେ ପିତ୍ତ ପ୍ରକୃତି ଲୋକ ମଦ୍ୟପାନ କରିଥାନ୍ତି ଏବଂ ଏଇଟା ଆମର ପିତ୍ତକୁ ସାତ୍ଵିକ ନିଆଯାଇଛି, କିନ୍ତୁ ସେ ପିତ୍ତ ପ୍ରକୃତି ଲୋକର ଟେଣ୍ଡେନ୍ସି ଆସିବ ଏଇଟା, ମାଛ ମାଂସ ଏବଂ ମଦ୍ୟ ଖାଇବାରେ ସୌକିନ ହେଇଥାନ୍ତି ଏବଂ ତାଙ୍କର ନିଦଟା ଭଲ ହୁଏନି, ଶୋଇବାରେ ବଡ଼ କଠିନ, ଅଳ୍ପ ଟିକେ ସମୟ ଶୋଇଲା ପରେ ନିଦ ଭାଙ୍ଗିଯାଏ ବା ନିଦ ହବାରେ ବଡ଼ ଡେରି ହୁଏ, ନିଦ ନ ହୋଇ ବି ପାରେ, ରାତି ଯାକ ନିଦ ହେଇକି ବସିଥାନ୍ତି। ସେମାନେ ସମାଜରେ ମାନେ ସ୍ୱାଭାବିକ ଭାବରେ ମିଶି ପାରନ୍ତିନି, କମ୍ ମିଶନ୍ତି ଏବଂ ସେମାନେ ଆଡଜଷ୍ଟ କରିପାରନ୍ତିନି। ଗୋଟେ ଖାଦ୍ୟ ଦିଆ ହେଉଥିବ, ସେ ସାଙ୍ଗେ ସାଙ୍ଗେ ମନ ତା ଭିତରେ ଆସିବ ଏଇଟା ଇନଫେକ୍ଟେଡ୍ ହେଇଥିବ, ଏଇ ଜଗନ୍ନାଥଙ୍କ ଭୋଗ ଗୁଡ଼ା ଲୋକ ଗୁଡ଼ା ଅଇଁଠା ପଇଁଠାରେ ସାଙ୍ଗେ ହେଇକି କ'ଣ ଖାଇ ଦେଉଛନ୍ତି, ଗୋଟେ ଅନହାଇଜେନିକ୍, ମାନେ ତାର ଏଇ ପ୍ରକାର ମେଣ୍ଟାଲିଟି ସୃଷ୍ଟି ହେବ ଏବଂ ଏସିଡିଟି ଅମ୍ଳ ଭାବ ତା ଭିତରେ ସୃଷ୍ଟି ହେବ, ଛାତି ଜଳାପୋଡ଼ା ହେବ, ଅମ୍ଳ ଉଦ୍ଗାର ହେଇପାରେ। କିନ୍ତୁ ସେ ବ୍ୟକ୍ତି ସମ୍ବେଦନଶୀଳ ହୁଅନ୍ତି, ଅନ୍ୟର ଦୁଃଖରେ ଦୁଃଖୀ ହୁଅନ୍ତି, ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି। ଯଦି ଲେଡ଼ିଜ୍ ହେଇଥିବ, ତାର ବ୍ଲିଡ଼ିଂ ହେଉଥିବ ମାସୁଆରୀ ଯେଉଁଟା ମେନଷ୍ଟ୍ରୁଆଲ୍ ସାଇକେଲ, ତାହେଲେ ଅଧିକ ବ୍ଲିଡ଼ିଂ ମଧ୍ୟ ହେବାର ସମ୍ଭାବନା ଅଛି। ସେ ବ୍ୟକ୍ତିର ତେଜ ଏବଂ ଆତ୍ମ ସେ ବିଶ୍ୱାସ ହେଇଥାନ୍ତି ଏବଂ ସେମାନେ ମଧ୍ୟ ଦେଖାଯାଆନ୍ତି ଆତ୍ମବିଶ୍ୱାସ ଭଳିଆ। ତାପରେ ଆମେ କଫ ପ୍ରକୃତିର ବିଶେଷ ଯଦି ଦେଖିବା, ଶାରୀରିକ ସଂଗଠନ ବା ଶାରୀରିକ ଗଠନ ଦେଖିବା, ତାହେଲେ ଶରୀର ସ୍ଥୌଲ୍ୟ ବଳବାନ, ଏମାନେ ବୃଷଭବତ୍, ମାନେ ଷଣ୍ଢ ଆପଣ ଦେଖିବେ ଯାହା ଏଇ ଆପଣଙ୍କର କଫ ପ୍ରକୃତିର ବ୍ୟକ୍ତିଙ୍କର ସେଇଭଳି ଚେହେରା, ଟିକେ ସ୍ଥୌଲ୍ୟ ଏବଂ ଓସାରିଆ କାନ୍ଧ। ଆପଣଙ୍କର ପିତ୍ତ ପ୍ରକୃତିର ଲୋକଙ୍କୁ ଆପଣ ଦେଖିବେ ବାଘ ଭଳିଆ, ଅଣ୍ଟାଟା ସରୁ କିନ୍ତୁ ସବୁବେଳେ ଘର ଘର ରାଗ ହେଉଥିବ ଏବଂ ସେ ହିଂସ୍ର ପିତ୍ତ ପ୍ରକୃତିର। ବାତ ପ୍ରକୃତିକୁ ତ ଆପଣ ଦେଖିବେ କୁକୁର ଭଳିଆ, ଶ୍ୱାନ ଭଳିଆ, ଚରକ ଲେଖିନି ଶ୍ୱାନ ଭଳିଆ, ଖାଲି ଜୀବ ଲ ଲ କରୁଥିବ, ଭାରି ଆକ୍ଟିଭେଟ୍। ସିଏ ତାର ମନ ଭିତରେ ଶକ୍ତି କମ୍ ଥାଇପାରେ କିନ୍ତୁ ତା ନର୍ଭସ୍ ସିଷ୍ଟମ୍ ବାୟୁ ତାକୁ ଏମିତି ଚଲେଇବ ଯେ ବହୁ ପରିଶ୍ରମ କରି ପକାଇବ। ସେ ଥକିକି ଶୋଇପଡ଼ିବ କିନ୍ତୁ ସେ ଚାଲିଲା ବେଳେ କିଛି କାମ କଲାବେଳେ ସେ ଆଉ ଅଟକେବନି, ଅସମ୍ଭାଳ।
ସେ ଘଣ୍ଟା ଘଣ୍ଟା ଧରିକିରି କ୍ଲାସ୍ କରିଦେଇପାରିବ, ସ୍ପିଚ୍ ଦେଇପାରିବ, ସେ ସେତେବେଳେ ଜାଣିପାରିବନି, ତା ନର୍ଭସ୍ ସିଷ୍ଟମଟା ସୋ ଆକ୍ଟିଭ୍। ତେଣୁ କୁକୁର ଶ୍ୱାନବତ୍, ଏପଟେ କଫ ହେଲା ବୃଷଭବତ୍। କାହିଁକି ବୃଷଭବତ୍? ନା ଆପଣ ବୃଷଭକୁ ପିଟନ୍ତୁ, ତାକୁ ପାଣି ଗରମ ପାଣି ପକେଇ ଦିଅନ୍ତୁ, ତାକୁ ଚୁଗୁଲି କରିଦିଅନ୍ତୁ। ଗୋଟେ ମଣିଷ ମୋଟା ପ୍ରକୃତିର ଲୋକକୁ ଆପଣ କଫ ପ୍ରକୃତିର ଲୋକକୁ ଚିଡ଼େଇ ଦେବେ, କିଛି ଅଟ୍ଟହାସ କରିଦେବେ, କିଛି ନିନ୍ଦା କରିଦେବେ, ସେ ହସିଦେବ, କିଛି ସାଇଲେନ୍ସ ରହିବ, କିଛି କହିବନି। କିନ୍ତୁ କୌଣସି କାରଣରୁ ତାକୁ ଯଦି ହଟ୍ କରିଦେଲେ ଏବଂ ସେ ସେଥିରେ ରାଗିଗଲେ, ତାଙ୍କୁ ଫିଲ୍ ହେଇଗଲା, 3 ଦିନ ପଛରେ ଯିବ, ସେ ରାଗ ସୁଝେଇଲା ପର୍ଯ୍ୟନ୍ତ ଖାଇବେନି ପିଇବେନି, ସେଇଥିରେ ଲାଗିଥିବ ଏବଂ ତାର ପ୍ରତିଶୋଧ ନେଲା ପର୍ଯ୍ୟନ୍ତ ସିଏ ରାଗ ସମ୍ଭାଳି ପାରିବେନି। 3 ଦିନ ଯାଏଁ ତାଙ୍କ ଭିତରେ ଯେମିତି ଷଣ୍ଢର ସିଂହ ପଛେ ଭାଙ୍ଗିଯିବ, ସେ ଛାଡ଼ିବନି। ଖଣ୍ଡିଆ କରି ମଣ୍ଡିଆ କରି ଯୁଦ୍ଧ କରି ତାର ସିଂହ ଭାଙ୍ଗି ଯାଉଥିବ, କିନ୍ତୁ ସେ ଛାଡ଼ିବନି। ଯେମିତି କଫ ପ୍ରକୃତି ଲୋକ ସେମିତି। ବାଘ ଯେଉଁ ପିତ୍ତ ପ୍ରକୃତିର, ସେ ଭାରି ବୁଦ୍ଧିମାନ ଏବଂ ମାନେ ଇଏ ମାରିକିରି ଖାଇବା ତାର ସ୍ୱାଭାବିକ। ଗୋଟେ ମୃତ୍ୟୁ ଜିନିଷଟାକୁ ଖାଇବାକୁ ସେ ଭଲ ପାଏନି, ସେ ନିଜେ ପୁରୁଷାର୍ଥ କରିକିରି ତାକୁ ହାସଲ କରିବା ପାଇଁ ଚେଷ୍ଟା କରେ। ଆଉ କୁକୁର ଯିଏ ଶ୍ୱାନ ବାତ ପ୍ରକୃତିର, ସିଏ ପ୍ରଭୁ ଭକ୍ତ ଏବଂ ସେ ନିଜେ ସିଏ ଭେରି ଆକ୍ଟିଭ୍ ଏବଂ ସେ ସବୁ ନିଦ୍ରା ତାର ବହୁତ ପତଳା, ସିଏ ସବୁବେଳେ ଏତେ ଆକ୍ଟିଭ୍ ଯେ ସବୁବେଳେ ଆକ୍ଟିଭଲି ପ୍ରଭୁଙ୍କର ବା ତାର ଯେଉଁ ମାଲିକଙ୍କର ସେବା କରିବା ପାଇଁ ତତ୍ପର ଥାଏ। ତାହେଲେ କଫ ପ୍ରକୃତି ଲୋକର ଶରୀର କହିଲେ ସ୍ଥଲ୍ୟ ବଳବାନ ସିଏ, ଆଉ ରୋଗ ଟିକେ କମ୍ ତାଙ୍କର ଥାଏ ଏବଂ ଓସାରିଆ କାନ୍ଧ, ତାଙ୍କର ତ୍ୱଚା ଭାରି କୋମଳ ଏବଂ ସ୍ନିଗ୍ଧ ତେଲିଆ ଅଂଶ ଭଳିଆ ଥାଏ, କେଶ ମଧ୍ୟ ଚିକ୍କଣ ଥାଏ। ଆପଣମାନଙ୍କର ଯଦି ଥିବ ତାହେଲେ ଆପଣ ଠିକ୍ ଚିହ୍ନ ଦେବେ। ଉଚ୍ଚାରଣରେ ଭାରି ନରମ ଏବଂ ମଧୁର କଥା କହିବେ, ଲାଳିତ୍ୟପୂର୍ଣ୍ଣ କଥା କହିବେ, ଆଉ ତାଙ୍କର ଭଏସ୍ଟା ଭାରି ପତଳା, ସେମାନେ ସୁନ୍ଦର ଗୀତ ବୋଲି ପାରନ୍ତି। ସନ୍ଧି ଗୁଡ଼ିକ ମଜବୁତ ଏବଂ ମାଂସପେଶୀ ଗୁଡ଼ିକ ଭାରି ବଳିଷ୍ଠ ସୌଷ୍ଠବ, ଆଉ ଧୀରେ ଧୀରେ କାମ କରନ୍ତି। ଯେଉଁ କାମଟା କରିବେ ଆପଣ ବାତ ପ୍ରକୃତି ଲୋକ 2 ମିନିଟ୍ରେ କରିବ, ଇଏ 8 ମିନିଟ୍ 10 ମିନିଟ୍ରେ କରିବେ, କିନ୍ତୁ କରିବେ, ତାକୁ ଛାଡ଼ିବେନି, ଶେଷ ଯାଏଁ କରିବେ। ବାତ ପ୍ରକୃତିର ଲୋକ କରୁ କରୁ ଯଦି କିଛି ବିଘ୍ନ ହେଲା ଛାଡ଼ି ଦେଇପାରେ, କିନ୍ତୁ କଫ ପ୍ରକୃତିର ଲୋକ ଅନ୍ତିମ ସମୟ ପର୍ଯ୍ୟନ୍ତ ଧୀରେ ଧୀରେ କଇଁଚ ଭଳିଆ କରୁଥିବେ, ଠେକୁଆ ଭଳିଆ କରିବେନି। ଭୋଜନ ମଧ୍ୟ ଧୀରେ ଧୀରେ କରନ୍ତି, ବହୁତ ସମୟ ଯାଏଁ ଖାଆନ୍ତି, ଚୋବେଇ ଚୋବେଇ ଖାଉଥାନ୍ତି। କାର୍ଯ୍ୟକୁ ଧୈର୍ଯ୍ୟ ସହ ଧୀରେ ଧୀରେ କରିଥାନ୍ତି, କମ୍ କଥା କହନ୍ତି ଏବଂ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଭାବରେ ରହିଥାନ୍ତି। ତାଙ୍କର ଭୋକ କମ୍ ଥାଏ, କାହିଁକିନା ମନ୍ଦାଗ୍ନି ଥାଏ, କଫ ବଢ଼ିଥିବାରୁ କଫ ଷ୍ଟୋମାକରେ ରହିଗଲେ ତାହେଲେ ମନ୍ଦାଗ୍ନି ଖାଇବାକୁ ଇଚ୍ଛା ହୁଏନି, ବିଶେଷ କରି ରାତିରେ ଖାଇବାକୁ ଇଚ୍ଛା ହୁଏ ନା। ଆଉ ତାପମାନ ତାଙ୍କ ଶରୀରରେ କମ୍, ସେ ଥଣ୍ଡା ସମୟରେ ତାଙ୍କୁ ଟିକେ ଥଣ୍ଡା ରୋଗ ହୁଏ ଏବଂ ଝାଳ କମ୍ ବାହାରେ। ଯଦି କଫ ପ୍ରକୃତି ଲୋକ ଏକ୍ସରସାଇଜ୍ କରିବେ ତାହେଲେ ତାଙ୍କର ଝାଳ ବାହାରିବ, ନହେଲେ ଝାଳ ପ୍ରାୟ ବାହାରେନି। ଆଉ ଶୀତ ଦିନ ଖୁବ୍ ଭଲ ଲାଗେ ତାଙ୍କୁ। ଧୀର ଗତିରେ ଶିଖନ୍ତି ଏବଂ ମନେ ରଖନ୍ତି। ବହୁତ ସ୍ଲୋଲି ସାର୍ ଯଦି 2 ଥର 3 ଥର ରିପିଟ୍ କରିବେ କ୍ଲାସ୍ରେ, ତାହେଲେ ସିଏ ତାକୁ ଶୁଣିକିରି ମନେ ରଖିଦିଅନ୍ତି। ଆଉ ଏମିତି ମନେ ରଖନ୍ତି ଯେ ମଲା ପର୍ଯ୍ୟନ୍ତ ସ୍ମରଣ ଶକ୍ତି ତାଙ୍କର ରହିଯାଏ, ସିଏ ମନେ ରଖିଥାନ୍ତି। ଏଇଟା ହେଉଛି କଫ ପ୍ରକୃତିର ଗୋଟେ ଲକ୍ଷଣ। ମଧୁର ମିଠା ନେଚରରେ ଥାନ୍ତି, ସେମାନେ ବହୁତ ମିଷ୍ଟଭାଷୀ। କ୍ରୋଧ ଡେରି ଆସିଥାଏ, ମୁଁ କହିଲି ଆପଣଙ୍କୁ, ସେ 3 ଦିନ ପର୍ଯ୍ୟନ୍ତ ତାଙ୍କୁ କ୍ରୋଧ ରହେ, ପ୍ରତିଶୋଧ ନ ନେବା ପର୍ଯ୍ୟନ୍ତ ସେମାନେ ଶାନ୍ତ ହୁଅନ୍ତି ନାହିଁ। ତେବେ ମୁଁ ଆପଣଙ୍କୁ ବର୍ତ୍ତମାନ ଯେଉଁ 3ଟି ଯାକ ପ୍ରକୃତି କଥା କହିଲି, ଏଗୁଡ଼ିକ ବର୍ତ୍ତମାନ ଆୟୁଷ ଡିପାର୍ଟମେଣ୍ଟ ଯେଉଁ ରହିଛି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର, ମୋଦି ନିଜେ ଆୟୁଷ ଡିପାର୍ଟମେଣ୍ଟ ଡକ୍ଟରମାନଙ୍କ ସହିତ ଆଲୋଚନା କରି ଗୋଟେ ଆପ୍ ତିଆରି କରୁଛନ୍ତି, ପ୍ରକୃତି ନିର୍ଣ୍ଣୟ ଆପ୍। ଆପଣମାନେ ସେଇଟାକୁ ମାରିକି ତାର ଗୋଟେ ଫର୍ମ ବାହାରିବ, ଆପଣମାନେ ପୂରଣ କରି ନିଜକୁ ମୁଁ ଏଇଟା ବୁଝେଇଦେଲି, ଆପଣମାନେ ବୁଝିଗଲେ, ଯଦି କିଛି ପ୍ରଶ୍ନ କରିବେ ମୁଁ ପରେ ବୁଝେଇଦେବି। ସେଇ ପୂରଣ କଲାବେଳେ ଯଦି କିଛି ପ୍ରୋବ୍ଲେମ୍ ଆସିବ ତାହେଲେ ଆପଣ ମୋତେ ପଚାରିବେ, ମୁଁ ବୁଝେଇଦେବି ଏବଂ ଠିକ୍ ଚିହ୍ନ ଦେବେ। ସେଇଟା ପଠେଇଦେଲେ ସେମାନେ ଗୋଟେ ସାର୍ଟିଫିକେଟ୍ ଦେବେ। ଭାରତ ବର୍ଷରେ ବର୍ତ୍ତମାନ ପ୍ରକୃତି ନିର୍ଣ୍ଣୟ ସାରା ଭାରତର ପ୍ରତ୍ୟେକ ବ୍ୟକ୍ତି କରିବାକୁ ବାଧ୍ୟ ହେବେ, ଯାହାଦ୍ୱାରା ଆମର ଯେଉଁ ଆୟୁଷ୍ମାନରେ ଯେଉଁ ପଇସା ଖର୍ଚ୍ଚ ହେଉଛି ତାହା ହେବ ନାହିଁ। କାରଣ ମୁଁ କହିଲି ସ୍ୱସ୍ଥ ରକ୍ଷଣମ୍, ଆତୁରସ୍ୟ ବିକାର ପ୍ରଶମନମ୍। ଆତୁର ରୋଗୀ ସିନା ଆମେ ପଇସା ଖର୍ଚ୍ଚ କରିବା, ଯଦି ଆମେ ସ୍ୱସ୍ଥ ଲୋକଙ୍କୁ କଟୁ ତିକ୍ତ କଷାୟ ବାତ ପ୍ରକୃତି ଲୋକଙ୍କୁ ଖାଇବାକୁ ମନା କରିଦେବା, ତା ଜାଗାରେ କହିବା ମଧୁର ଅମ୍ଳ ଲବଣ ଖାଅ। ଯଦି ପିତ୍ତ ବଢ଼ିଯାଇଛି କଟ ଅମ୍ଳ ଲବଣ ଖାଆନି।
ତାକୁ ମଧୁର ତିକ୍ତ କଷାୟ ଖାଇବାକୁ କହିବା। ଏବଂ ଯଦି କଫ ପ୍ରକୃତି ଲୋକ ଦିନ ବେଳେ ଶୋଉଥିବ, ଏଣ୍ଡୁରି ପିଠା ବିରି ପିଠା ଗୁଡ଼େ ଖାଉଥିବ, ଗୁଡ଼ ଖାଉଥିବ, ମିଠା ଗୁଡ଼େ ଖାଉଥିବ, ଆଚାର ଗୁଡ଼େ ଖାଉଥିବ, ଲୁଣ ଗୁଡ଼େ ଖାଉଥିବ, ଦିନ ବେଳେ ଶୋଉଥିବ, ଗାଧୋଉ ନଥିବ, ସକାଳୁ ବେଗି ଉଠୁନଥିବ, ବ୍ରହ୍ମ ମୁହୂର୍ତ୍ତ କ'ଣ ଜାଣୁନଥିବ, ସୂର୍ଯ୍ୟଙ୍କ କିରଣ ତା ଦେହରେ ପଡ଼ୁନଥିବ, ଏକ୍ସରସାଇଜ କରୁନଥିବ, ଖାଇ ପିଇକି ଖାଲି ଶୋଉଥିବ, ପେଟ ବଢ଼ଉଥିବ। ତେଣୁ ସେ କଟୁ ତିକ୍ତ କଷା ଖାଇବ, ଏକ୍ସରସାଇଜ କରିବ, ନହେଲେ ତାର ଡାଇବେଟିସ୍ ହେବ, ମଧୁମେହ ହେବ, ଯେଉଁଟା କଫ ଜାତୀୟ ରୋଗ, ଶ୍ୱାସ କାଶ ଯକ୍ଷ୍ମା ସବୁ ପୀଡ଼ିତ ହେବ। ତେଣୁକରି ବାତ ରୋଗରେ ଆପଣଙ୍କ ନର୍ଭସ୍ ସିଷ୍ଟମ୍ ପୁରା ୱିକ୍ ହେଇଯିବ। ନର୍ଭସ୍ ସିଷ୍ଟମ୍ ହେଲେ ତାର ମନ ରହିବନି, ତାର ହାତ କମ୍ପିବ, ତାର ଗୋଡ଼ ହାତ ପାର୍କିନ୍ସନିଜମ୍ ହେଇପାରେ, ବାତର ନର୍ଭସ୍ ସିଷ୍ଟମ୍ ଡିଜର୍ଡର ସବୁ ବିଭିନ୍ନ ପ୍ରକାର ପାରାଲିସିସ୍ଠୁ ଆରମ୍ଭ କରି ସ୍ପଣ୍ଡିଲାଇଟିସ୍ ଅଣ୍ଟା ଯେଉଁଟା ଆମର ସାଇଟିକା ଗୁରୁଦର୍ଶୀ ବାତ ଏବଂ ଆଣ୍ଠୁଗଣ୍ଠି ବାତ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହେଇଯିବ। ପିତ୍ତ ପ୍ରକୃତିରେ ତାର ଅମ୍ଳ ଉଦ୍ଗାର ହେବ, ବାନ୍ତି ହେବ, ତାକୁ ଜଳିଯିବ, ଛାତି ଜଳିଗଲା ଭଳିଆ ଲାଗିବ, ଦେହଟା ଖାଲି ଗରମ ଲାଗିବ, ମାନେ ପୋଡ଼ିଲା ଭଳିଆ ଲାଗିବ। ଅନେକ ସ୍ତ୍ରୀ ଲୋକ ଆଫ୍ଟର ଡେଲିଭରି ତାଙ୍କୁ ବାଟିଲେ ଲଙ୍କା ମରିଚ ଯେମିତି ପୋଡ଼େ, ତାଙ୍କ ପାପୁଲି ପାଦ ପୋଡ଼େ। ଆଉ ଅନେକ ଲୋକ ଅଛନ୍ତି କଟାମ୍ଳ ଲବଣ ଏତେ ଖାଇଥାନ୍ତି ଯେ ସକାଳୁ ଉଠିଲା ବେଳକୁ ତାଙ୍କ ପାଦ ଦିଟା ଏତେ ଦରଜ ହେଇଯାଏ, ସେଇଟା ୟୁରିକ୍ ଏସିଡ୍ ବଢ଼ିକି ପାଦ ଥୋଇ ପାରନ୍ତିନି, ସେମାନେ ପାଦ ଥୋଇ ପାରନ୍ତିନି। କିଛି କହୁଛନ୍ତି ଆଜ୍ଞା? ନାଇଁ, ସେ ପାଦ ଥୋଇ ପାରନ୍ତିନି, ସେଇଟା ଦେଖିବେ ୟୁରିକ୍ ଏସିଡ୍ ବଢ଼ି ଯାଇଥାଏ। ତେଣୁ ସିଏ ଯଦି ଘୋଡ଼ା ଖାଇଲା ଭଳିଆ ବୁଟ ଗୁଡ଼େ ଖାଇବେ, ସିଏ ମଟର ଗୁଡ଼େ ଖାଇବେ, ଶୁଖିଲା ଦ୍ରବ୍ୟ ଖାଇବେ, କଟୁ ଜିନିଷ ଖାଇବେ, ମସଲା ମସଲି ଗୁଡ଼େ ଖାଇବେ, ଚା ଗୁଡ଼େ ପିଇବେ, ଏଇ ଯେଉଁ କୋକାକୋଲା ଫୋକାକୋଲା ଯେଉଁ ଥଣ୍ଡା ଜିନିଷ ମିଳୁଛି ସେଗୁଡ଼ାକରେ ଖାଇବେ, ଆମୋନିଆ ମିଶିଛି ପାଉଁରୁଟିରେ, ବିସ୍କୁଟରେ, ସେଗୁଡ଼ାକ ଗୁଡ଼େ ଖାଇବେ। ତେଣୁ ଯେଉଁଗୁଡ଼ିକ ଘର ଦ୍ୱାରା ପ୍ରସ୍ତୁତ ଖାଦ୍ୟ ସେ ନ ଖାଇ, ଶାକାହାର ନ ଖାଇ, ସାତ୍ଵିକ ଅନ୍ନ ଭଗବାନଙ୍କୁ ନୈବେଦ୍ୟ ନ କରି ସିଏ ତାକୁ ଖାଇବେ, 65 ଅଧ୍ୟାୟ ଭାଗବତ ଗୀତା ଅନୁସାରେ ପଢ଼ିକିରି ଭଗବାନଙ୍କୁ ନୈବେଦ୍ୟ କରି ଶରୀର ଧାରଣ ପାଇଁ ଯେତିକି ଦରକାର ସେତିକି ଖାଇବେ, ଅଳ୍ପ ଖାଦ୍ୟ ଖାଇବେ। ଏବଂ ଆପଣ ଦେଖିବେ ବାତ ପିତ୍ତ ରୋଗରେ ଏବଂ କଫ ରୋଗରେ ମଧ୍ୟ ଆପଣ ଯଦି ଘୃତ ପାନ କରିବେ, ଘୃତ ଟିକେ ଅଧ ଚାମଚ ପଛିକି ଯଦି ଲହୁଣୀରୁ ତିଆରି ହେଇଥିବା ଦହି ବସେଇକିରି ସେଥିରେ ଲହୁଣୀକି ଯଦି ଚଲେଇକିରି ଆପଣ ଘୃତ ଯିଏ କରୁଥିବ ନିଜେ କରିବେ, କିମ୍ବା କିଏ କରୁଥିବ ଦେଶୀ ଗାଈର କ୍ଷୀରକୁ ଆଣିକିରି ତାକୁ ଅର୍ଡ଼ର ଦେଇ ଅଧିକା ପଇସା ପଛେ ଦିଅନ୍ତୁ, ସେ ଘିଅର ଅଧ ଚାମଚ ଆପଣ ଖାଆନ୍ତୁ, ପିତ୍ତ ଶାମକ ହେବ, ଆଉ ବାତ ଶାମକ ହେବ, କଫ ମଧ୍ୟ ଶାମକ ହେବ। ତେଣୁ ଘୃତ ବିନା କୁ ଭୋଜନ ବୋଲି ଶାସ୍ତ୍ରରେ ଲେଖା ହେଇଛି। ଆମେ ଆଜି ଆମର ଦେଶୀ ଗାଈ ନାହିଁ, ଆମ ଦେଶ କରପାତ୍ରୀ ମହାଶୟ ଦେଶୀ ଗାଈର ସମୃଦ୍ଧି ପାଇଁ ଯେଉଁ ଚେଷ୍ଟା କଲେ, ସେଥିପାଇଁ ସିଏ ଦେଖିବେ ତାଙ୍କୁ କଂଗ୍ରେସ ଗଭର୍ଣ୍ଣମେଣ୍ଟ ବାନ୍ଧିଦେଲା, ତାଙ୍କୁ ବହୁତ ପ୍ରକାର ଦଣ୍ଡ ଦେଲା, ସେ ଅଭିଶାପ ଦେଲେ ଯେ କଂଗ୍ରେସ ଗଭର୍ଣ୍ଣମେଣ୍ଟ ତମେ ଆଉ ରହିବନି, ତମର ଧ୍ୱଂସ ହବ। ଆଜି ହଉଛି ଦେଖନ୍ତୁ, ଗୋପାଷ୍ଟମୀରେ ମରିଗଲେ ରାଜୀବ ଗାନ୍ଧୀ, ଇନ୍ଦିରା ଗାନ୍ଧୀ। ତେଣୁ ଏଗୁଡ଼ାକ ମୁଁ କହିବା କଥା ନୁହଁ, ବାଇଟି ପାଇଁ ମୁଁ କହୁଛି ଭାରତର ରକ୍ଷା କେବଳ ଗୋମାତା ଦ୍ୱାରା ସମ୍ଭବ। କେତେବେଳେ ଗୋମାତାଙ୍କ ବିଷୟରେ ଆଲୋଚନା କଲେ ବହୁତ କଥା କହିହେବ, ପଞ୍ଚଗବ୍ୟର ମହତ୍ଵ ବିଷୟରେ ମଧ୍ୟ ଆଲୋଚନା କରିହେବ। ତେବେ ଆମେ ଯଦି ଦିନଚର୍ଯ୍ୟା ରକ୍ଷା କରିବା, ସକାଳୁ ଉଠିଲେ ବ୍ରହ୍ମ ମୁହୂର୍ତ୍ତରେ 3ଟାରୁ 5ଟା ଭିତରେ ବା ସୂର୍ଯ୍ୟୋଦୟର 1.5 ଘଣ୍ଟା ପୂର୍ବରୁ ଆପଣ ମାନେ ପୃଥିବୀ ମାତାକୁ ପ୍ରଣାମ କରି, ଗୋମାତାଙ୍କୁ ପ୍ରଣାମ କରି, ଗଙ୍ଗା ମାତାଙ୍କୁ ପ୍ରଣାମ କରି, ଗାଧେଇ ପାଧେଇ ଇଷ୍ଟଙ୍କୁ ଜପିକିରି ଗୁରୁଙ୍କୁ ଜପି ସାରିଲା ପରେ ଏକଦମ ପ୍ରସ୍ତୁତ ହେଇଯିବେ ଯେ କେମିତି ଭଗବତ ଗୀତା ମୁଁ ଶୁଣିବି 5:30। ଯେଉଁମାନେ 5:30 ଭଗବତ ଗୀତା ଶୁଣିବା ପାଇଁ ପ୍ରୟାସ ରଖିଛନ୍ତି, ଆସ୍ପିରେସନ ଆସ୍ପୃହା, ତାଙ୍କୁ ଭଗବାନ ଗୋଟିଏ ପାଦ ବଢ଼େଇଲେ 100 ପାଦ ଟାଣି ନେବେ। ପରୀକ୍ଷା କରନ୍ତୁ, ଯେକୌଣସି କରନ୍ତୁ ନା, ଏବଂ ସେଥିରେ ଆପଣଙ୍କ ସରେଣ୍ଡରନେସ୍ ବଢ଼ିଯିବ, ସମର୍ପଣ ଭାବ ବଢ଼ିଯିବ, ଏବଂ ଥାରେ ରିଜେକ୍ସନ ବୈରାଗ୍ୟତା ଆସିବ। ଯେତେ ଯେତେ ବୈରାଗ୍ୟତା ଆସିବ ସେତେ ସେତେ ସମର୍ପିତ ହେବେ, ଯେତେ ଯେତେ ସମର୍ପିତ ହେବେ ସେତେ ସେତେ ପ୍ରଭୁ ପସନ୍ଦ ହେବେ ଏବଂ ଲୋକ ପସନ୍ଦ ହେବେ। ଜନ ମାଧବଙ୍କ ସେବା ହେବ, ଆପଣ ମାନବ ସେବା ବି କରିପାରିବେ। ସେଇ ସେବା ଦ୍ୱାରା ଆପଣଙ୍କର ବାସିବ ସେବାଟା ଆପଣଙ୍କର ରିଟର୍ଣ୍ଣ ଦେବ। ବାସେ ମାନେ ଆମେ ଜଗତ କିଶୋର ସାର୍ଙ୍କୁ କାହିଁକି ଏତେ ସମ୍ମାନ ଦେଉଛେ ବା ଏତେ ଭଲ ପାଉଛେ? ସେ ଯେଉଁ ସେବା କରୁଛନ୍ତି, ଦିନ ରାତି ଭଗବତ ଗୀତା ଭିତରେ ବୁଡ଼ିକି ରହୁଛନ୍ତି, ଏବଂ ତାରି ଭିତରେ ବୁଡ଼ିକି ରହିବା ଦ୍ୱାରା ତାଙ୍କର ବାତ ପ୍ରକୃତି ମୁଁ ଦେଖିଛି,
କିନ୍ତୁ ସେ ଡୋମିନେଟ୍ ହେଇଯାଉଛି। ମୁଁ କାହିଁକି ଭଗବତ ଗୀତା ଆଗ କହିଲି 17 ଅଧ୍ୟାୟର 4 ରୁ 13, କାହିଁକିନା ଆପଣ ଜ୍ୟୋତିଷଶାସ୍ତ୍ର କୁହନ୍ତୁ, ଏଇ ପ୍ରକୃତି ନିର୍ଣ୍ଣୟ କୁହନ୍ତୁ, ଇଏ ଶରୀର ପାଇଁ ଠିକ ଅଛି, ମନା କରୁନି, ୟାର ଆବଶ୍ୟକ, କିନ୍ତୁ ତାର ଉର୍ଦ୍ଧ୍ୱରେ ଭଗବତ ଗୀତା ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଯାହା କହିଛନ୍ତି ଯଦି ଆମେ ସେ ଅନୁସାରେ ଚଳିବା, ଜୀବନଧାରାକୁ ଗଢ଼ିବା, ବ୍ରହ୍ମମୂର୍ତ୍ତିରେ ଉଠିବା, ବ୍ରହ୍ମଚର୍ଯ୍ୟ ରକ୍ଷା କରିବା, ଗୋମାତାଙ୍କୁ, ଗୀତା ମାତାଙ୍କୁ, ତୁଳସୀ ମାତାଙ୍କୁ ଏବଂ ବସୁଧା ମାତାଙ୍କୁ, ଗଙ୍ଗା ମାତାଙ୍କୁ ସମସ୍ତଙ୍କୁ ମୁଣ୍ଡିଆ ମାରିବା ଏବଂ ଟିକେ ଏକ୍ସରସାଇଜ କରିବା ଏବଂ ମାନେ ଲଘୁ ବ୍ୟାୟାମ କରିବା। ବାତ ପ୍ରକୃତି ଲୋକ କରିବେ ନାହିଁ, ଖୁବ କମ୍ କରିବା ଦରକାର। ଯିଏ ଆପଣ ଦେଖିବେ, ଆଉ ଅନେକ ସମୟରେ ଗୋଟିଏ କଥା ମୁଁ କହି ରଖେ, ଯେଉଁମାନେ ଅତି କୃଷ ଥିଲେ ପିଲାଦିନେ ସେମାନେ ବାତ ପ୍ରକୃତି ତାଙ୍କର ଆଦ୍ୟ ପ୍ରକୃତି, ସେଇଟା ମୂଳ ପ୍ରକୃତି। ସ୍ୱାସ୍ଥ୍ୟ ଯେତେବେଳେ 50 ବର୍ଷ 40 45 ହେଇଯିବ, ତାଙ୍କ ପେଟ ବଢ଼ିଗଲା ଅର୍ଥ ବା ସ୍ୱାସ୍ଥ୍ୟ ଟିକେ ହେଇଗଲା ମାନେ ନୁହଁ ଯେ ସେ କଫ ପ୍ରକୃତିର, ସେ ସ୍ଥୌଲ୍ୟ ନୁହଁ। ଉଦାହରଣ ସ୍ୱରୂପ ଆମର ପଲେଇସା, ରାମଚନ୍ଦ୍ର ପଲେଇସା, ତାଙ୍କୁ ଆମେ ସ୍ଥୌଲ୍ୟ କହିବା, କଫ ପ୍ରକୃତିରେ କହିବା। ଆମର ଜଗତ କିଶୋର ସାର୍, ସେ ବାତ ପିତ୍ତ, ପିତ୍ତଟା ଅଧିକ ତାଙ୍କର ଡେଭଲପ୍ ହେଇଛି ଭଗବତ ଗୀତା ଯୋଗୁଁ। ସେଇଟା ପ୍ରକୃତି ଥିଲେ ମଧ୍ୟ ଭଗବତ ଗୀତା ଯୋଗୁଁ ସିଏ ତାଙ୍କର ଭଗବାନ ଜଗନ୍ନାଥଙ୍କର ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ପାଇକିରି ସେ ସାଧନା ବଳରେ ପିତ୍ତଟାକୁ ଡୋମିନେଟ୍ କରାଇଛନ୍ତି ବାତ ଉପରେ। ତେଣୁ ବାତ ମଧ୍ୟ ଖରାପ ନୁହଁ, ସେ ରଜ ହେଲେ ସିଏ ପ୍ରଯତ୍ନ କରିବାରେ ସାହାଯ୍ୟ କରୁଛି, ତାଙ୍କୁ ଆସିଲିରେସନ୍ କରୁଛି, ତାଙ୍କୁ ଷ୍ଟିମୁଲେଟ୍ କରୁଛି। ରଜର ମଧ୍ୟ ଗୋଟେ ଭଲ ଗୁଣ ଅଛି, ଅନ୍ୟକୁ ଆକ୍ଟିଭେଟ୍ କରିବା ପାଇଁ। କିନ୍ତୁ ଯଦି ଅତ୍ୟଧିକ ଖାଦ୍ୟ, କଟୁ ତିକ୍ତ କଷାୟ ଖାଦ୍ୟ ଖାଇବ, ଅଧିକ ଗତି କରିବ, ଅଧିକ ରାତି ନିଦ୍ରା ହେବ, ପାମ୍ପଡ଼ ଫାମ୍ପଡ଼ ମିକ୍ସଚର ଗୁଡ଼େ ଚୋବେଇବ, ତାର କ୍ଷତି ହେଇଯିବ, ବାୟୁ ବୃଦ୍ଧି ହେବ। ତେଣୁ ଖାଦ୍ୟ ଉପରେ ତାର ନିୟନ୍ତ୍ରଣ ନାହିଁ, ସେ ଜାଣିନି। ତେଣୁ ତା ଜାଗାରେ ଗୋ ଗବ୍ୟର ଗାଈଟିଏ ପାଳିକିରି ତାଙ୍କର ଯେଉଁ ଘୃତ, ତାଙ୍କର ଦଧି, ତାଙ୍କର ଦୁଗ୍ଧ, ସକଳ ଓଲଟା ସେ ଦହି ଖାଇଲେ, ବଢ଼ିଆ କରି ଦହିରେ ଗୋଟେ ଜଳଖିଆ କରିକି ଦହି ଗୁଡ଼ ଖାଇଲେ, 11ଟା ବେଳକୁ ଗୋଟେ ତକ୍ର ଚଲା ଦହି ପିଇଲେ, ସନ୍ଧ୍ୟାବେଳକୁ ରାତିରେ ଗୋ ଦୁଗ୍ଧ ପିଇଲେ ଏବଂ ଘୃତକୁ ଖାଦ୍ୟରେ ମିଶେଇକିରି ଖାଇବେ। ଗାଈ ପୋଷିକିରି ଯଦି ଏତକ କରିଦେବେ ନା, ହସ୍ପିଟାଲ ଯଦି ତାଙ୍କ ଜୀବନରେ ଯିବେ ମୋତେ ଆପଣ କହିବେ, ଫୋନ୍ କରିବେ। ତେଣୁ ପିତ୍ତ ପ୍ରକୃତିର ଗୋଘୃତ ଖାଆନ୍ତୁ ନା, ଏବଂ ସେ ପିତ୍ତ ସାମଗ୍ରୀ ଜିନିଷ ଗୁଡ଼ିକ ମଧୁର ତିକ୍ତ କଷାୟ ଖାଆନ୍ତୁ। ଏବଂ ମଧୁର ଭିତରେ ଚିନିଟା ହେଉଛି ମାନେ ପଏଜନ୍, ସ୍ଲୋ ପଏଜନ୍, ସେଥିରେ ଯେଉଁ ଜିନିଷ କେମିକାଲ ମିଶିଛି ସେ ଆପଣଙ୍କ ଏସିଡ୍ ବଢ଼େଇବ। କିନ୍ତୁ ଗୁଡ଼ ଆଉ ମିଶ୍ରି ଖାଆନ୍ତୁ, ଖଣ୍ଡ ଖାଆନ୍ତୁ, ଦେଖିବେ ପିତ୍ତ ସାମଗ୍ରୀ ହେଇଯିବ। ତିକ୍ତ ଟିକେ ଖାଆନ୍ତୁ, କଷା ଅଁଳା ହରିଡ଼ା ବାହାଡ଼ା ଟିକେ ଖାଆନ୍ତୁ। କଫ ପ୍ରକୃତିର ଲୋକ କଟୁ ତିକ୍ତ କଷାୟ ଖାଆନ୍ତୁ, ସେ ଅଦା ରସୁଣ ଗୋଲମରିଚ ଡାଲଚିନି ଗୁଜୁରାତି ମସଲା କରି ଖାଆନ୍ତୁ, ଧନିଆ ପୋସ୍ତକ ଖାଆନ୍ତୁ ଏବଂ ତିକ୍ତ କଲରା ଭଜା ଟିକେ ଖାଆନ୍ତୁ, ଲିମ୍ବ ଟିକେ ଖାଆନ୍ତୁ, କଷା ଜିନିଷ ଖାଆନ୍ତୁ। ତେଣୁ ତାଙ୍କର କମିବ। ଆଉ ପ୍ରକୃତି ନିର୍ଣ୍ଣୟ ନ କରି ଯାହା ଯେତେବେଳେ ପାରିବା ଆମେ ରାକ୍ଷସ ଭଳିଆ ଭଗବାନଙ୍କୁ ନୈବେଦ୍ୟ ନ କରି ଚୋର ବୋଲି ଭଗବାନ କହିଛନ୍ତି ଗୀତାରେ। ଜଗତ କିଶୋର ସାର୍ ସେଇଟା ଆମକୁ ବଢ଼ିଆ ବୁଝେଇଥିଲେ। ଚୋର ସିଏ ହେଇକିରି ସିଏ କ'ଣ କରୁଛି, ରାକ୍ଷସ ଭଳିଆ ତାକୁ ଗେବି ଦେଇଯାଉଛି। ତାପରେ ମନେ ପଡ଼ିଛି, ଆଜି ମୁଁ ତ ଭଗବାନଙ୍କୁ ନୈବେଦ୍ୟ ଦେଲିନି, ମାନେ ତାର ଅଭ୍ୟାସ ନାହିଁ। ବିଧବା ମାନେ ଯେତେବେଳେ କାର୍ତ୍ତିକ ମାସରେ ପୁରୀ ଆସୁଛନ୍ତି, ସେମାନେ ମାଳା ଜପୁଛନ୍ତି, ହରେ କୃଷ୍ଣ ହରେ ରାମ ଜପୁଥିବେ। ତାପରେ କହିଲ ତୁ ବୋହୁର ପିଲା ପିଲାପିଲି ହବାର ଥିଲା, କ'ଣ ହେଲା? ତାପରେ ଆଉ ଜଣେ ସେ ଆରେ ବର୍ଷା ଆସିଲାଣି ଯେ ଏଇ ଯେଉଁ ଧାନ ଗୁଡ଼ା ସବୁ ଥୁଆ ହେଇଥିଲା କଟା ହେଇକି ସେ ନଷ୍ଟ ହେଇଯିବନି। ତାପରେ ପୁଣି ହରେ କୃଷ୍ଣ ହରେ ରାମ, ହରେ କୃଷ୍ଣ ହରେ ରାମ। କାହିଁକି ଏଇଟା ହେଉଛି? ପିଲାଦିନୁ ଅଭ୍ୟାସ ନାହିଁ। ଅଭ୍ୟାସ ଯୋଗ, ଅଭ୍ୟାସ ମଧ୍ୟ ଗୋଟେ ଯୋଗ। ଯେଣୁ ପୁରୁଷାର୍ଥ କରିବା ପାଇଁ ଆପଣମାନେ ସଂକଳ୍ପବଦ୍ଧ ହେଇଛନ୍ତି, ସ୍ୱାମୀ ବିବେକାନନ୍ଦଙ୍କର ଆଶୀର୍ବାଦ ପ୍ରାପ୍ତ ହେଇଛନ୍ତି। ତେଣୁ ଆପଣମାନେ ସେଇ ବ୍ରହ୍ମ ମୁହୂର୍ତ୍ତରେ ଉଠି ଆପଣ ଚେଷ୍ଟା କରନ୍ତୁ, ସେଇ ପ୍ରଭୁ ଆପଣଙ୍କୁ ଉଠେଇ ଦେବେ। ଆପଣ ସନ୍ଧ୍ୟାବେଳକୁ ଟିକେ କମ୍ ଖାଦ୍ୟ ଖାଆନ୍ତୁ ଦିନଚର୍ଯ୍ୟାରେ, ସନ୍ଧ୍ୟାବେଳକୁ ପଟେ ଦୁଇପଟ ଯେତିକି ପାରୁଛନ୍ତି ଅଧା ଖାଇଦିଅନ୍ତୁ, ରାତି ସାରା ଖାଆନ୍ତୁନି। ପ୍ରଭୁ ଆପଣଙ୍କୁ ଉଠେଇ ଦେବେ 3ଟା 4ଟା ରାତିରେ। ଆପଣ କେତେ ହାଲକା ହେବେ ଏବଂ ଆପଣମାନେ କେତେ ସୁନ୍ଦର ଅକ୍ସିଜେନ୍ ସକାଳୁ ବିଷ୍ଣୁ ପଦାମୃତ ବୃକ୍ଷ ମାଧ୍ୟମରେ ପାଇବେ। କେମିତି ଆପଣଙ୍କୁ ତନ୍ଦୁରୁସ୍ତ ଲାଗିବ, ଜୀବନ ଦିନଯାକ ଆପଣଙ୍କୁ କେମିତି ଲାଗିବ ଆପଣ ଦେଖିବେ। କାରଣ ପ୍ରଭୁ ଜଗନ୍ନାଥ ଯେମିତି ମଳୟ ପବନ ପାଉଛନ୍ତି ତାଙ୍କ ଶ୍ୱଶୁର ସମୁଦ୍ରରୁ, ଏଇଟା ପୁରୀରେ ଆମେ ଅଛି ବୋଲି ମୁଁ କହୁଛି, ସେ ମଳୟ ପବନ ମଧ୍ୟ ବୃକ୍ଷ ମାଧ୍ୟମରେ ଆପଣ ଯେଉଁଠି ଅଛନ୍ତି ସେଇଠି ପାଇପାରିବେ। ମୟୂରଭଞ୍ଜ ତ ଅତ୍ୟନ୍ତ ନ୍ୟାଚୁରାଲ ଜାଗା, ଆପଣ ପାଇପାରିବେ ବିଷ୍ଣୁ ପଦାମୃତ ବା ଅକ୍ସିଜେନ୍ ଅମ୍ଳଜାନ ପାଇପାରିବେ। ଉଠିଲେ ସିନା ପାଇବେ, ସୂର୍ଯ୍ୟୋଦୟ ଲାଲ
ଅଲ୍ଟ୍ରାଭାয়োଲେଟ୍ ରେଜ୍ ଉଠିଲେ ସକାଳୁ ସିନା ପାଇବେ। ଆପଣ ଯଦି ଘୋଡ଼େଇ ହେଇକି ଶୋଇକି ରାତି 7ଟା ଯାଏଁ ଘୋଡ଼େଇକି ଶୋଇବେ, ସୂର୍ଯ୍ୟ ଉଦୟ ହେଇସାରିଥିବେ, ଏପଟେ ଅମ୍ଳଜାନ ଯାଇକିରି ଅଙ୍ଗାରକାମ୍ଳଜାନ ଆରମ୍ଭ ହେଇଗଲାଣି, ଗାଡ଼ି ମଟର ଅମକ ଇଞ୍ଜିନ୍ ମେସିନ୍ ଏସବୁ ହେଇକିରି ତା ଆପଣଙ୍କ ଦୂଷିତ ହେଇସାରିଲାଣି। ତେଣୁ ଆପଣ ସେଇ ସୁଯୋଗ ଛାଡ଼ନ୍ତୁ ନାହିଁ, ତାକୁ କରନ୍ତୁ। ଏଇ ପ୍ରକୃତି ନିର୍ଣ୍ଣୟ ଯେଉଁ ଆପ୍ ବର୍ତ୍ତମାନ ମୁଁ କହିଲି, ସେଇଟାକୁ ଆପଣମାନେ ଦେଖନ୍ତୁ। ପ୍ରକୃତି ନିର୍ଣ୍ଣୟ ଆପ୍ ମାରନ୍ତୁ ସମସ୍ତେ, ଏବଂ ତାର ଯେଉଁ ଫର୍ମାଟ୍ ବାହାରିଛି ସେ ଫର୍ମାଟ୍ ମୁଁ ପଠାଇବି ଯଦି ଆପଣ କହିବେ, କିମ୍ବା ନିଜେ ବାହାର କରିଦେବେ ଆପ୍ରୁ, ତାକୁ ଫିଲ୍ଅପ୍ କରିବେ, ପଠାଇଲେ ଆପଣମାନେ ସାର୍ଟିଫିକେଟ୍ ପାଇବେ। ସେ ସାର୍ଟିଫିକେଟ୍ ଆପଣଙ୍କ ଭାରତ ବର୍ଷ ସାରା ମୋଦି ଚାହୁଁଛନ୍ତି ଏଇଟା କରି, ଯେମିତି ଯୋଗକୁ ଇଣ୍ଟରନ୍ୟାସନାଲ୍ କରେଇଛନ୍ତି, ସେମିତି ଆୟୁର୍ବେଦ ବିଜ୍ଞାନକୁ ଇଣ୍ଟରନ୍ୟାସନାଲ୍ କରିବାକୁ ଚେଷ୍ଟା କରୁଛନ୍ତି। ସେ ଏଲୋପାଥି ବିଜ୍ଞାନରେ ଆୟୁର୍ବେଦରେ କିଛି ପୋର୍ସନ୍ ମିଶେଇକିରି ଗୋଟେ କୋର୍ସ କରିବା ପାଇଁ ଯେତେବେଳେ କହିଲେ, ଏଲୋପାଥି ବାଲା ରାଜି ହେଲେନି। ନହେଲେ ସିଏ ଜାଣିଛନ୍ତି ଯେ ଇଏ ପାଠ, ଏଇ ବିଦ୍ୟା ଦ୍ୱାରା ରୋଗ ହବ ନାହିଁ। ସମାଜରେ ଖାଲି ରୋଗ ହେଉଛି, ଆମେ ଡାକ୍ତରଙ୍କୁ ଗୋଟେ ଖୋଲୁଛେ, ଗୁଡ଼ାଏ ଟଙ୍କା ଖର୍ଚ୍ଚ କରି ଔଷଧ, ଗାଡ଼ି, ସେ ମାନେ ଷ୍ଟାଫ୍ ଏଇସବୁ ଗୁଡ଼ିଏ କରିଚାଲିଛେ। ଆମର ସେଇ ବୁଦ୍ଧି ଜ୍ଞାନ ନାହିଁ। କିନ୍ତୁ ମୋଦି ଯାହାହେଲେ ବି ଋଷି ପ୍ରତିମମ୍, ସିଏ ଏଇ ବିଚାର କରି କରିଛନ୍ତି ବୋଲି ମୁଁ ବିଚାର କରୁଛି। ତେବେ ସମୟ ଦୃଷ୍ଟିକୋଣରୁ ମୁଁ ଆପଣମାନଙ୍କୁ ବର୍ତ୍ତମାନ ପ୍ରଶ୍ନ ଆହ୍ୱାନ କରୁଛି, ଆପଣମାନେ ପଚାରିଲେ ମୁଁ ଆପଣମାନଙ୍କୁ ବୁଝେଇବାକୁ ଚେଷ୍ଟା କରିବି। ଓମ୍ ଶାନ୍ତି ଶାନ୍ତି ଶାନ୍ତି। ଧନ୍ୟବାଦ ସାର୍, ଅତି ସୁନ୍ଦର ଅଭିବେଶନ ରଖିଲେ। ମୁଁ ପୁରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶୁଣିଛି। ଏଇ ଯୋଉ ରୋଗର ମୂଳ କାରଣ ଆଜ୍ଞା କହୁଥିଲେ, ଅତି ସୁନ୍ଦର, ଖୁସି ଲାଗିଲା, କିଛି ଶିଖିଲୁ ଆମେ। ତ ପ୍ରଶ୍ନ ମାଧ୍ୟମରେ ଆସିପାରେ କିଛି ପ୍ରଶ୍ନ ଉତ୍ତର କାଳାଂଶରେ। ତେବେ ଅନୁରୋଧ ରଖିବି ଆଜିର କାର୍ଯ୍ୟକ୍ରମର ସଭାପତି ମହୋଦୟଙ୍କୁ, ମାନନୀୟ ଶ୍ରୀଯୁକ୍ତ ଦୀପକ କୁମାର ମହାନ୍ତି ମହୋଦୟଙ୍କୁ, ଯେ ଆଜ୍ଞାଙ୍କର ଭାଷଣ ଉପରେ ଅତି ସଂକ୍ଷେପରେ କିଛି ମନ୍ତବ୍ୟ ରଖିବେ। ଧନ୍ୟବାଦ ମହେଶ୍ୱର ସାର୍। ଆଜିର ଏଇ ଯୋଉ ପୁରାଣ ଆଉ ବିଜ୍ଞାନ ଭିତରେ ଯୋଉ ତୁଳନାତ୍ମକ ଚିତ୍ର ଆପଣ ରଖିଲେ, ତା ଭିତରେ ଅନେକ କଥା ରହିଗଲା। ତାକୁ ତ ସ୍ୱଳ୍ପରେ 2 ଧାଡ଼ିରେ କହିବା ସମ୍ଭବ ନୁହେଁ। ତଥାପି ଏତିକି ମୁଁ ଯାହା ଅନୁଭବ କଲି ଯେ ସତ, ରଜ, ତମ ଗୁଣ ତିନୋଟା ଭିତରେ କିପରି ସାମଞ୍ଜସ୍ୟ ରହିଛି। କୋଉ ଗୁଣ ରହିଲେ କୋଉଟା କମ ରହିବ, କୋଉଟା ବେଶୀ ରହିବ। ପରବର୍ତ୍ତୀ ସମୟରେ ଆପଣ 3ଟି ପ୍ରକୃତି, ବାତ, ପିତ୍ତ ଏବଂ କଫ, ବାତ, ପିତ୍ତ, କଫ ପ୍ରକୃତିର ବ୍ୟକ୍ତି ବିଶେଷ କାହାର କୋଉ ଗୁଣ ସମ୍ପନ୍ନ, ବାତ ଥିଲେ କୋଉ ଗୁଣ ଉପରେ ଗୁରୁତ୍ୱ ରଖାଯିବ, ବା ପିତ୍ତ ଥିଲେ ତାଙ୍କର ଏମିତି କି ଶାରୀରିକ ସଂରଚନା ବି ଆପଣ ଆଣିଛନ୍ତି ତା ଭିତରେ। ଶାରୀରିକ ଗଠନ କିପରି ହବ, ମାନସିକ ପ୍ରକୃତି କିପରି ହବ ଏବଂ ତାମସିକ ପ୍ରକୃତି କିପରି ହବ। ଏଇ ଯୋଉ ଏତିକି ବୁଝିବା ଭିତରେ ଆପଣ ଉଦାହରଣ ରଖିଲେ, ଶ୍ୱାନର ଉଦାହରଣ ରଖିଛନ୍ତି, ବୃଷଭର ଉଦାହରଣ ରଖିଛନ୍ତି, ବାଘର ଉଦାହରଣ ରଖିଛନ୍ତି। ତେଣୁ ଏ ସବୁଥିରୁ ଆମେ ଏତିକି ଜାଣିପାରିଲୁ ଯେ ନିରାମୟ ଜୀବନ ପାଇଁ ପ୍ରକୃତି ନିର୍ଣ୍ଣୟ ଏକ ଯଥାର୍ଥ ଆବଶ୍ୟକତା। ତା ଭିତରେ ଆପଣ ଖାଦ୍ୟର ଗୁରୁତ୍ୱ ରଖିଲେ, ସମୟର ଗୁରୁତ୍ୱ ରଖିଲେ, ଏମିତି କି ପ୍ରାତଃ ମୁହୂର୍ତ୍ତ, ବ୍ରହ୍ମ ମୁହୂର୍ତ୍ତକୁ ଯୋଉମାନେ ଦର୍ଶନ କରିପାରୁନାହାନ୍ତି, ଯୋଉମାନେ ଚିନ୍ତନ ବି କରିପାରୁନାହାନ୍ତି, ଯୋଉମାନେ କେବଳ ଖାଦ୍ୟ ଉପରେ ଗୁରୁତ୍ୱ ରଖୁଛନ୍ତି, ତାଙ୍କର ଜୀବନ ଧାରା କଣ ହଉଛି, ପରବର୍ତ୍ତୀ ସମୟରେ ତାର ପ୍ରଭାବରେ ନିଜ ଜୀବନ ପରିବର୍ତ୍ତିତ ନ ହୋଇ, ପରିବର୍ତ୍ତିତ ନ ହୋଇକି ବରଂ ଆସ୍ତେ ଆସ୍ତେ ନିମ୍ନଗାମୀ ହଉଛି, ପରିବାର ଧ୍ୱଂସ ହଉଛି, ସର୍ବୋପରି ଦେଶର ଉନ୍ନତିରେ ବାଧା ସୃଷ୍ଟି ହଉଛି। ଯୋଉଟା କି ଆପଣ ଉଦାହରଣ ପୁଣି ରଖିଛନ୍ତି ଯେ ଯୋଗକୁ ଯେପରି ଇଣ୍ଟରନ୍ୟାସନାଲ ବେସିସ ରେ ପ୍ରତିଷ୍ଠା କରାଯାଇ ପାରିଛି ପ୍ରଧାନମନ୍ତ୍ରୀ ମହୋଦୟଙ୍କ ଦ୍ୱାରା। ଆଜି ଆମେ ଆୟୁର୍ବେଦ ଶାସ୍ତ୍ର କିଛି ଏଲୋପାଥିକ ସହିତ ଜଡ଼ିତ କରାଯାଇ କିଛି ପରିବର୍ତ୍ତନ, ମେଡିସିନ ବି ଚେଞ୍ଜ କରିକି ଲୋକଙ୍କର କିପରି ପ୍ରକୃତି ଚିନ୍ତନ ହୋଇପାରିବ ଏବଂ ବାତ ପ୍ରକୃତି ଅଧିକ ଥିଲେ କେତେ କଣ କ୍ଷତି ହଉଛି, ସେଥିପାଇଁ କଣ କଣ ଆବଶ୍ୟକତା, ତାକୁ ବି ଆପଣ ବହୁତ ସଜେସନ ଦେଲେ, ଯୋଉଟା କି ଅତି ଶିକ୍ଷଣୀୟ। ଆମର ମୟୂରଭଞ୍ଜ ମାଟିରେ ପୁଣି ଆପଣ ଯୋଉ ଗୋଟେ ଭଲ ଉଦାହରଣ ରଖିଲେ ଯେ ଜଙ୍ଗଲ ଅଞ୍ଚଳ, ଅମ୍ଳଜାନ ଅଛି, ତାକୁ ଆମେ ସଦୁପଯୋଗ କରିବା ଦରକାର। ଯାହା ହଉ ସାରଙ୍କର ଦୀର୍ଘ ଦିନର ଅଭିଜ୍ଞତା, ପ୍ରାଧ୍ୟାପକ ବେଳର ଅଭିଜ୍ଞତା ଏବଂ ଦେଶ ବିଦେଶ ଭ୍ରମଣ କରିବା ଭିତରେ ତାଙ୍କର ସେ ଯୋଉ ଅଭିଜ୍ଞତା ଏବଂ ଶାସ୍ତ୍ର ଅନୁସାରେ ଗୀତାର ଯୋଉ 4ରୁ 13 ଅଧ୍ୟାୟ ଭିତରେ କଣ ରଖିଲେ ବା ଅଧ୍ୟାୟ ଭିତରେ କଣ ରହିଛି,
ତନ୍ନ ତନ୍ନ କରି ପଢିଲେ ଆମେ କଣ ଶିକ୍ଷା କରିପାରିବା ତାର ବି ଉଦାହରଣ ରଖିଛନ୍ତି। ବିଶେଷ କରି ସାର୍ ଗୋଟିଏ 7-8 ଥର ଜଗତ ଭୂଷଣ ସାର୍ଙ୍କ କଥା କହିଛନ୍ତି। ନିଶ୍ଚିତ ମୁଁ ଜାଣିପାରୁଛି ଯେ ସାର୍ ଯେତେବେଳେ ଏତେ କଥା ଆମକୁ ଉପଦେଶ ମାଧ୍ୟମରେ ଗୋଟିଏ ଗୁରୁତ୍ୱ ରଖୁଛନ୍ତି ଯେ ଜଗତ କିଶୋର ସାର୍, ନିଶ୍ଚିତ ରୂପେ ଆମେ ଜଗତ କିଶୋର ସାର୍ଙ୍କୁ ଆଗାମୀ ଦିନରେ ଶୁଣିବୁ ଏବଂ ତାଙ୍କଠୁ ଆହୁରି ନୂଆ ନୂଆ ତଥ୍ୟ କିଛି ସାର୍ ରଖିବେ, ଆମେ ତାଙ୍କଠୁ ଶୁଣିବାକୁ ଚେଷ୍ଟା କରିବୁ। ତେବେ ଯାହା ହଉ ଆଜି ଶ୍ରୀଯୁକ୍ତ ମହେଶ୍ୱର ସାର୍ଙ୍କର ଏଇ ଯୋଉ ଉପାଦେୟ ବିଷୟବସ୍ତୁ ନିଶ୍ଚିତ ରୂପେ ଆମ ପାଇଁ, ଆମ ଲୋକ ସଂସଦ ପାଇଁ ଏବଂ ଆମ ଜିଲ୍ଲାବାସୀଙ୍କ ପାଇଁ ଉପାଦେୟ ହୋଇପାରିଛି। ତାଙ୍କୁ ଆମେ ପରବର୍ତ୍ତୀ ଦିନରେ ପୁଣି ନୂଆ ବିଷୟବସ୍ତୁରେ ଆମେ ଆହ୍ୱାନ କରିବା, ସାର୍ ଆମକୁ ଆଉ କିଛି ନୂଆ ଉପଦେଶ ଦେବେ। ଏତିକି ମୁଁ ମୋର ବକ୍ତବ୍ୟ ରଖି ଏବେ ନିବେଦନ କରୁଛି, ଯଦି କିଛି ପ୍ରଶ୍ନ ଉତ୍ତର ଥାଏ ଅନ୍ୟମାନେ ପ୍ରଶ୍ନ ମାଧ୍ୟମରେ ଏଇଠି ପ୍ରଶ୍ନ ରଖିପାରିବେ ସାର୍ଙ୍କ ପାଖରେ। ପ୍ରଶ୍ନ ଉତ୍ତର ହରି କାଳ ଓମ୍। ଶ୍ରୀଯୁକ୍ତ ନବୀନ ପ୍ରଶ୍ନ ସାର୍ ଉତ୍ତର କାଳ ଅଛି। ପ୍ରଶ୍ନ ଉତ୍ତର କାଳ ସମସ୍ତଙ୍କୁ ପ୍ରଶ୍ନ ଗୁରୁ ଉତ୍ତର ପ୍ରଣାମ। କାର୍ଯ୍ୟକ୍ରମକୁ ଆଗେଇ ନେବେ। ସିଧାସଳଖ ଆମେ ପଚାରି ପାରିବା, ଆଜ୍ଞାଙ୍କୁ ସିଧାସଳଖ ପଚାରି ପାରିବା। ପ୍ରଶ୍ନ ଉତ୍ତର କାଳାଂଶ ରହିଛି। ହଁ ହଁ ଆଜ୍ଞା, ଆକ୍ଚୁଆଲି ମୁଁ କୁମାର ବେହେରା, ଆମର ଚେୟାରମ୍ୟାନ୍ ଓଡ଼ିଶା ଚାପ୍ଟର ସ୍ୱାମୀ ବିବେକାନନ୍ଦ ଲୋକ ସଂସ୍ଥା ସାଂସ୍କୃତିକ ଅନୁଷ୍ଠାନର। ଆଉ ମୋର ସୌଭାଗ୍ୟ ଯେ ମୁଁ ଅଳ୍ପ ଟିକେ ଡେରି ଶୁଣିଲି, କିନ୍ତୁ ଯୋଉ ମହତ ବାଣୀ ଆଉ ମହତ ଜୀବନ ସୋପାନ ବହୁତ ଭଲ ଲାଗିଲା। ଆଉ ସବୁଟା ଚିତ୍ତ ଭାଇ ତ ଇମିଡିଏଟଲି ତା ରେକର୍ଡିଂ ଜେନେରାଲ ଇଏରେ ସାର୍କୁଲେଟ କରିଦେଉଛନ୍ତି। ତାଠାରୁ ବହୁତ କିଛି ଏମିତି ଜାଣିବାର ଅଛି। ସାର୍ଙ୍କୁ ଯଦି ଆମେ ସବୁଦିନେ ଏତିକି ଶୁଣିପାରିବା, ଆଉ ଯଦି ତାଙ୍କର ଯାହା ମାନେ ପଥ ନିର୍ଦ୍ଦେଶନ ଦେଇଯାଇଛନ୍ତି ତାକୁ ମାନି ଚାଲିବା, ମାନେ ପୁରା ଟୋଟାଲ ଦୁନିଆରୁ ଦୁଃଖ ଦୂରେଇ ଯିବ। ଏଠୁ ସୁସ୍ଥ ଏବଂ ଆଧ୍ୟାତ୍ମିକ ଜୀବନ ସମସ୍ତେ ପାଳନ କରିପାରିବା। ଆଉ ଗୋଟେ ସାର୍ ଲାଷ୍ଟ ଯୋଉ କହିଥିଲେ ଗୋଟେ ଲିଙ୍କରେ ୟୁଟ୍ୟୁବର ଯୋଉ ଯୋଗ ଯୋଉ ଲିଙ୍କଟା, ସେଇଟା ମୁଁ ଟିକେ ମାନେ ମନେ ରଖିପାରିଲିନି ସାର୍। ସେଇ ଲିଙ୍କଟା ଆପଣ ଲେଖନ୍ତୁ ପ୍ରକୃତି ନିର୍ଣ୍ଣୟ ଆପ୍। ହଁ, ପ୍ରକୃତି ନିର୍ଣ୍ଣୟ ଆପ୍ ପ୍ରକୃତି ସେଇଟା ନିର୍ଣ୍ଣୟ। ମାରିଲେ ଆପଣ ପାଇଯିବେ, ଫର୍ମାଟ ଆଜ୍ଞା ପାଇବେ। ରାଇଟ ଚିହ୍ନ ମାରିବେ, ଯୋଉଟା ଆଜ୍ଞା ଆପଣଙ୍କ ପ୍ରକୃତି। ଯଦି ବୁଝି ନ ପାରିବେ ତାହେଲେ ପ୍ରଶ୍ନ କରିବେ ମତେ, ମୁଁ ଆଜ୍ଞା ବୁଝେଇଦେବି। ମୁଁ ବର୍ତ୍ତମାନ ସବୁ ବିଦ୍ୟାଳୟ, ସବୁ କଲେଜ ଓଡ଼ିଶା ସାରା ବୁଲିକିରି ସେବା କରିବା ପାଇଁ ମୋ ଆଡୁ ମୁଁ ସଂକଳ୍ପବଦ୍ଧ। ମତେ କେହି କହିନାହାନ୍ତି, କିନ୍ତୁ ମୁଁ ୟାକୁ କରିବାକୁ ଚାହୁଁଛି। କାହିଁକିନା ଏଇ ମାଧ୍ୟମରେ ଲୋକମାନେ ତାଙ୍କର ସଚେତନ ହେବେ ଏବଂ ଖାଦ୍ୟ ମାଧ୍ୟମରେ, ଆଧ୍ୟାତ୍ମିକ ମାଧ୍ୟମରେ ଜୀବନକୁ ଗଠନ କରି ସେମାନେ ବ୍ରହ୍ମଚର୍ଯ୍ୟ, ବ୍ରହ୍ମ ମୁହୂର୍ତ୍ତ ଏଗୁଡ଼ିକ ବିଷୟରେ ଜାଣି ତାଙ୍କ ଆଜ୍ଞା ଜୀବନକୁ ଗଢ଼ିବେ। ଆପଣ ଦେଖନ୍ତୁ, ରାବଣ ବିସର୍ବାନନ୍ଦନ ଏଡ଼େ ଆଜ୍ଞା ବଡ଼ ହଁ ବିଦ୍ୱାନଙ୍କର ସିଏ ପୁଅ, କିନ୍ତୁ ମାଟା କଣ ଥିଲା? ରାକ୍ଷାସୁଣୀ ଥିଲା। ରାକ୍ଷସ। ହଁ 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 ତେଣୁକରି ତାର ମାତୃତ୍ୱ ଭାବ ହେଲା ହୃଦୟ। ହଁ ଆପଣ ଦେଖନ୍ତୁ, ଯେତେ କୋମଳାଙ୍ଗ, ଲିଭର, ଆଜ୍ଞା ଇଣ୍ଟେଷ୍ଟାଇନ, ହଁ ଷ୍ଟୋମାକ, ବୁଧ ହୁଁ, ପ୍ରଦେଶ, ଏଗୁଡ଼ିକ ହେଲା ମାତୃଜ ଭାବ, ମା ଠୁ ଆସିଛି। ଆଜ୍ଞା ପିତୃଜ ଆଜ୍ଞା ଭାବ ହେଲା ଅସ୍ଥି, କେଶ, ଲୋମ, ନଖ, ଦନ୍ତ। ଏବଂ ଉପର ଆସୁଛି କଣ ନା ତା ଭିତରେ ଉର୍ଦ୍ଧ୍ୱ ପ୍ରଦେଶରେ ଯୋଉ ପିତ୍ତ ବିସର୍ବାନନ୍ଦନ ହିସାବରେ ଯୋଉ ଆଜ୍ଞା ସାଧକ ପିତ୍ତ, ସେ ଆଜ୍ଞା ସାଧନା କରିବା ପାଇଁ ବଳବର୍ତ୍ତନ ହେଇଯାଇଛି। ଓ କିନ୍ତୁ ଗଡ୍ ହଁ ମାର ମାନେ ହୃଦୟ ଥିବାରୁ ସିଏ ହଁ ବ୍ଲଡ ବ୍ରେନ ବାରିୟର ଗୋଟେ ଅଛି, ଯୋଉଦ୍ୱାରା କି ଆଜ୍ଞା ଅବଷ୍ଟ୍ରକ୍ସନ ହେଇକି, ବିଜ୍ଞାନ ଦୃଷ୍ଟିରୁ ମୁଁ କହୁଛି, ସିଏ କଣ ଆଜ୍ଞା କରିଛି ନା ଯେତେବେଳେ ମନ୍ଦୋଦରୀ କହିଛନ୍ତି ରାବଣକୁ, ପ୍ରଭୁ ଆପଣ ଟିକେ ମତେ ସ୍ୱପ୍ନ ଦର୍ଶ ହେଇଛି, ରାମଚନ୍ଦ୍ର କହୁଛନ୍ତି ସ୍ୱାମୀଙ୍କୁ ବୁଝା, ସିଏ ଯଦି ମୋର ଶରଣରେ ଆସିବେ ମୁଁ ତାଙ୍କୁ ମୁକ୍ତି ଦେଇଦେବି। ଆଜ୍ଞା ରାବଣ କଣ, ମନ୍ଦୋଦରୀ ତୋର କେତେଟା ମୁଣ୍ଡ? ନା ଗୋଟେ। ନା ମୋର? ହୁଁ, ନା 10ଟା ମୁଣ୍ଡ। ନା ତାହେଲେ ତୁ ଭାବୁଛୁ କି ତୋ ମୁଣ୍ଡ ଠାରୁ ମୋ ମୁଣ୍ଡରେ ଟିକେ ଅଧିକା ବୁଦ୍ଧି ଥିବ ନା କମ ଥିବ? ନା କି କଥା, ଆପଣ ତ୍ରିକାଳ ବିଜୟୀ, ଏତେ ବଡ ବିଦ୍ୱାନ, ବିସର୍ବାନନ୍ଦନ, ତେଣୁ ଆପଣଙ୍କୁ ମୁଁ ଏମିତି କେମିତି କହିବି? ନା ହୁଁ, ଆରେ ତୁ ବୁଝିପାରୁନୁ, ମୁଁ ଦେଖିଲି ମୋର ସାତ୍ଵିକ ବିଚାରଟା କନଷ୍ଟାଣ୍ଟଲି ରହୁନି। ସତ୍ୟ କିଛି ସମୟ ରହୁଛି, ତଳୁ ଖସି ଯାଉଛି, ରାଜସିକ ହେଇଯାଉଛି, ତାପରେ ମୁଁ ଆଜ୍ଞା ତମ ଗୁଣକୁ ପଳେଇ ଆସୁଛି। ମୋ ମା ଠାରୁ ସେଟା ମୋ ପାଖକୁ ଆସିଛି ଇମର୍ଜ। ତେଣୁ ମୁଁ ସାଧନା କଲା ବେଳେ ଗୋଟେ ଜବରଦସ୍ତ ଇଚ୍ଛା ତୁଲ୍ୟ ବା ଇଚ୍ଛା ସୃଷ୍ଟି କରିକି ବ୍ରହ୍ମାକୁ ଡରେଇକିରି ତାକୁ, ହଁ ମୁଁ ସିଂହାସନରେ ବସିଛି, ବ୍ରହ୍ମା ଗୁରୁକୁ ତଳେ ଠିଆ କରିକି ବୁଢାକୁ କନ୍ଦେଇକିରି ମୁଁ ବିଦ୍ୟା ଅର୍ଜନ କରିଛି। ଯେତେବେଳେ ରାମଚନ୍ଦ୍ର ଯାଉଛନ୍ତି ବିଶ୍ୱାମିତ୍ରଙ୍କ ପାଖକୁ, ବଶିଷ୍ଠଙ୍କ ପାଖକୁ, ଗୁରୁ କଲାବେଳେ 4 ଭାଇ ଯାକ
କାକୁତି ବିରତିକି ଠିଆ ହେଇକିରି ତାଙ୍କ ପାଦ ତଳେ ଯେତେବେଳେ ବିଦ୍ୟାର୍ଥୀ କହୁଛନ୍ତି ବଶିଷ୍ଠ ବିଶ୍ୱାମିତ୍ର କାନ୍ଦି ପକଉଛନ୍ତି। କି କାନ୍ଦେ କଣ ନା ଆନନ୍ଦ ଆସୁଛି। ହେ ପ୍ରଭୁ ଚତୁର୍ଥା ମୂର୍ତ୍ତି ତମେ ଆସିଛ ମୋଠୁ ବିଦ୍ୟା ଅର୍ଜନ କରିବା ପାଇଁ। ଏଠି ରାବଣ କଣ କରିଛି? ଅହଙ୍କାର, ତା ରାଜସିକ, ତାର ତାମସିକ ବୁଦ୍ଧିଟା ଅଧିକ ପ୍ରିଡୋମିନେଟ କରିଛି ମାର। ତେଣୁ ପ୍ରକୃତି ନିର୍ଣ୍ଣୟ କଲା ବେଳେ ଆପଣ ପିଲାଦିନୁ କେମିତି ଥିଲେ ସେଇଟାକୁ ଟିକେ ଲକ୍ଷ୍ୟ କରିକିରି ଆପଣ ଯଦି ଠିକ୍ ଚିହ୍ନ ମାରିବେ ବା ବୁଝି ନ ପାରିଲେ ମୋତେ ପଚାରିଲେ ମୁଁ ବୁଝେଇଦେବି। ମୁଁ ଭାବୁଛି ଯେ ଆପଣମାନଙ୍କର ଏ ପ୍ରକୃତି ନିର୍ଣ୍ଣୟରେ ବହୁତ କିଛି ସେବା ହେଇପାରିବ। ଲୋକ ଆଜ୍ଞା ସଂସଦରେ ସମସ୍ତଙ୍କୁ ଆମେ ସର୍କୁଲେଟ କରିବା। ଆଜ୍ଞା ସମସ୍ତଙ୍କୁ ଜଗତ ସାର୍ଙ୍କୁ କହିବି, ଚିତ୍ତ ଭାଇଙ୍କୁ କହିବି, ସମସ୍ତେ କଲେ ଏଇଟା ଭଲ ହବ ବୋଲି ମୁଁ ଭାବୁଛି। ଯଦି ସମସ୍ତେ ଗ୍ରହଣ କରିବେ ତାହେଲେ କରିବା। ଆଜ୍ଞା ଆଜ୍ଞା ଆମର ସେ ଷ୍ଟେପ୍ ଅଲରେଡି ଚିତ୍ତ ଭାଇଙ୍କ ଆଉ ଆମେ ସମସ୍ତେ ମିଶିକି ନେଇ ଚାଲିଲୁଣୁ। ମେନଲି ୟଙ୍ଗ ମାସକୁ ଆପଣଙ୍କର ଆଶୀର୍ବାଦ ନିହାତି ଦରକାର। ଆମର ସବୁ ଜୋନ୍ ୱାଇଜ ଆୱାରନେସ୍ ଦିଆଯାଉଛି, ତାଙ୍କୁ ଷ୍ଟ୍ରେଙ୍ଗଦେନ୍ କରାଯାଉଛି, ତାଙ୍କୁ ଆଉ ଆପଣଙ୍କର ଏଇ ଯୋଉ ମେସେଜ ଆଉ ଏଇଗୁଡ଼ା ସବୁ ଜାଗାରେ ଆମେ ପ୍ରଚାର କରିବୁ ସାର୍, ସବୁ ଜୋନରେ। ଆଉ ଆମର ଆଜ୍ଞା ସୌଭାଗ୍ୟ ହବ ଆପଣ ଯେତେ ମାନେ ଯୋଉ ଜାଗାକୁ ଯାଇପାରିବେ ଏବଂ ଡାଇରେକ୍ଟଲି ଦେଇପାରିବେ, ଆମ ପାଇଁ ପରମ ସୌଭାଗ୍ୟ ହବ ସାର୍। ଆପଣଙ୍କ ନମ୍ବର ଆଉ ଗୁଡ଼ା ଡିଟେଲ ଟିକେ ନାଇଁ ନାଇଁ ଠିକ ମୁଁ ସାର୍ଙ୍କ ଅଛି। ପାଖରୁ ସବୁ ନେଇଯିବି ଏବଂ ଟାଇମ୍ ଟୁ ଟାଇମ୍ ସାର୍କୁଲେଟ କରିବି। ବହୁତ ଭଲ ଲାଗିଲା, ବହୁତ ଭଲ ଲାଗିଲା ସାର୍। ମାନେ ତାର ମାନେ ମୁଁ ଧନ୍ୟବାଦ ସାର୍, ଧନ୍ୟବାଦ। ବାକ୍ୟରେ ଆଜ୍ଞା 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 ନମସ୍କାର। ହଁ, ସମୟ ସାପେକ୍ଷ, ଆମର ସମୟ ଆଜ୍ଞା ସାପେକ୍ଷ ମୁଁ ସରସ୍ୱତୀ ବିଦ୍ୟା କ୍ଷମା ମାଗିବି। ମନ୍ଦିର ଯୋଉ ଅଛି, ମୁଁ ଯେତେବେଳେ ଥିଲି ଷ୍ଟେସନ ବଜାରରେ ପ୍ରେସିଡେଣ୍ଟ, ସେତେବେଳେ ଗୋଟେ ମୋ ମୁଣ୍ଡକୁ ଜୁଟିଲା। ଆଜ୍ଞା ମୁଁ ଗୋଟେ ଅଜା ଆଈ ଜେଜେବାପା ଜେଜେମାଙ୍କୁ କେହି ପଚାରୁନାହାନ୍ତି, ମୁଁ ତାଙ୍କର ଗୋଟେ ସମ୍ମିଳନୀ କଲି। ସେ ସମ୍ମିଳନୀଟା ଏମିତି ହେଲା ବର୍ତ୍ତମାନ ସାରା ଭାରତରୁ ବିଶ୍ୱ ସାରା ବ୍ୟାପିଗଲାଣି। ଏଇଟା କହିଲେ ଅହଙ୍କାର ହବ। ଏଇ ଚିନ୍ତାଧାରାଟା ମୁଁ ଆଜ୍ଞା କରିଥିଲି। ଆଜି ମାନେ ମୁଁ ନିଜେ ଯାଇକିରି ସେଇଟା ସେ ସେକ୍ରେଟାରୀ ଯିଏ ଆସିଥିଲେ ଗେଷ୍ଟ ହେଇକି ସେଇଟା କହିଲେ ଯେ ମହୋତ୍ସବ ସାର୍ ଆଜ୍ଞା ଏଇଟା ଆରମ୍ଭ କରିଥିଲେ। ତେଣୁ ଅନେକ ଶୁଭ କାର୍ଯ୍ୟରେ ଆମେ ଯଦି ଟିକେ ଗୁଣ୍ଡୁଚିମୂଷା ଭଳିଆ ସହଯୋଗ କରିବା, ନିଶ୍ଚୟ ବିଶ୍ୱ ପରିବର୍ତ୍ତନରେ ଆମେ ସହାୟକ ହେଇପାରିବା। ଆଜ୍ଞା 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 ଆଉ ଯଦି ସାର୍ଙ୍କୁ ଆଜ୍ଞା ଟିକେ ଶୁଣିଲେ ଭଲ ହବ। 2 ଆଜ୍ଞା ନମସ୍କାର। ମିନିଟ୍। ଆଜ୍ଞା 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 ନମସ୍କାର। ଆଜ୍ଞା ନମସ୍କାର ନମସ୍କାର। ମୁଁ ଡକ୍ଟର ପଣ୍ଡା କହୁଥିଲି ଭବାନୀପାଟଣାରୁ ସାର୍। ସାର୍ ଆଜ୍ଞା ଏଇ ଯୋଉ ଆପଣ ପ୍ରକୃତି ନିର୍ଣ୍ଣୟ ଯୋଉଟା କହିଲେ ଯୋଉ ଆପ୍ କଥା, ଆପଣ ବି ଯୋଉ ହୁଁ ବ୍ୟାଖ୍ୟା କଲେ ବହୁତ ସୁନ୍ଦର ବ୍ୟାଖ୍ୟା। ମୁଁ ନିଜକୁ ନିଜେ ବିଶ୍ଳେଷଣ କରି ମୁଁ ହୁଁ ଦେଖୁଛି ଯେ ମୋର କୌଣସି ନିର୍ଦ୍ଦିଷ୍ଟ ବାତଜ ପିତ୍ତଜ କଫଜ ଯୋଉଟା କହିଲେ ତ ମିଶ୍ରିତ ହୁଁ ମିଶ୍ରିତ ବ୍ୟକ୍ତିତ୍ୱ ରହୁଛି। ତ ହଁ ସେଇଠି ଆପଣ ଠିକ ଚିହ୍ନ ମାରୁଛନ୍ତି ତ ସାର୍। ସର୍ଟକଟରେ ମୁଁ କହିଦଉଛି, ହଁ ସେ ସାର୍ ସେଇ ମିଶ୍ରିତ ଭିତରେ ଆପଣ ଅତ୍ୟଧିକ କୋଉଟା ଆପଣ ଦେଖିଦେବେ ତାରି ଭିତରେ ବାହାରିବ। ଠିକ ଚିହ୍ନ ମାରିଲେ କୋଉଟା ସାର୍ ଆଧିକ୍ୟତା ଅଛି ଦେଖିବେ। ଯଦି ମିଶ୍ରିତ ଅଛି ତିନିଟା ଯାକ ସମାନ ହେଇଗଲା ତାହେଲେ ତ ଆପଣଙ୍କର ସ୍ୱାସ୍ଥ୍ୟ ଅତ୍ୟନ୍ତ ଉତ୍ତମ। ତାହେଲେ ସେଠି ପଛ ଅପକ୍ଷ ରହିବନି। ନା, ଆପଣଙ୍କର ବଢିଆ ଇକ୍ୱିଲିବ୍ରିୟମ ରହିବ। ଆପଣ ଦେଖନ୍ତୁ ଯୋଉମାନେ ଏଇ ସ୍ୱାମୀ ବିବେକ ଲୋକ ସଂସଦରେ ସକାଳୁ ଉଠିକି ପଢୁଛନ୍ତି, ସେମାନଙ୍କର ତାମସିକ ଗୁଣ ଥିଲେ ବି ସାତ୍ଵିକ ଆଡକୁ ଗଲାଣି କି ନାହିଁ ଆପଣ ପଚାରନ୍ତୁ ସେମାନଙ୍କୁ। ସେମାନେ ଆଜ୍ଞା ସ୍ଥିତପ୍ରଜ୍ଞ ହେଇଯାଉଛନ୍ତି କି ନାଇଁ ଦେଖନ୍ତୁ। ସେମାନଙ୍କ ଜୀବନ ଆଜ୍ଞା ଧାରା ବଦଳି ଯାଇଛି କି ନାଇଁ ଦେଖନ୍ତୁ। ତାଙ୍କର ଖାଦ୍ୟ ପେୟ ଚାଲି ଚଳନ ଦୃଷ୍ଟି ଭଙ୍ଗୀ ସବୁ ବଦଳିଛି କି ନାଇଁ। ସେ ଅନ୍ୟ ଲୋକଠାରୁ ଭିନ୍ନ ହେଲେଣି କି ନାଇଁ ଦେଖନ୍ତୁ। ଆପଣ ଥରେ ତାଙ୍କ ଆଜ୍ଞା ଘରକୁ ଯାଇକି ପ୍ରବାସ କରନ୍ତୁ, ଆପଣ ଦେଖିବେ ବହୁ ପରିବର୍ତ୍ତିତ ଜିନିଷ ଦେଖିବେ। ଆଜ୍ଞା 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 ଧନ୍ୟବାଦ ଆଜ୍ଞା, ଆଜ୍ଞା ଧନ୍ୟବାଦ। ହଁ, ସମୟ ସାପେକ୍ଷ ଧନ୍ୟବାଦ ମୁଁ ଅନୁରୋଧ ଧନ୍ୟବାଦ। ରଖିବି କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟ ମାନନୀୟ ଶ୍ରୀଯୁକ୍ତ ତରଣୀ ସେନ ନାୟକ ମହୋଦୟଙ୍କୁ ଅନୁରୋଧ ରଖିବି ଧନ୍ୟବାଦ ଅର୍ପଣ କରିବି। କୋଉ ସାର୍ କରିବେ? ଶ୍ରୀଯୁକ୍ତ ତରଣୀ ସେନ ନାୟକ ମହୋଦୟଙ୍କୁ ଅନୁରୋଧ ରଖିବି ଆଜି ଧନ୍ୟବାଦ ଅର୍ପଣ କରିବେ। ଭୋଟ ଅଫ ଥ୍ୟାଙ୍କସ। ଆଜି ବହୁତ ଭାଗ୍ୟବାନ ଆମେ ପ୍ୟାରି ସାର୍ ଅଛନ୍ତି, ରାମଚନ୍ଦ୍ର ପଲେଇ ସାର୍ ଅଛନ୍ତି, ଜଗତ କିଶୋର ସାର୍ ଶୁଣୁଛନ୍ତି। ନମସ୍କାର ବହୁତ ସୌଭାଗ୍ୟ ମୋର। ମୁଁ ଏ ଧୃଷ୍ଟତା କରୁଛି ତାଙ୍କ ଆଗରେ କହିବା ପାଇଁ ଚେଷ୍ଟା କରିଛି, ସାହସ କରିଛି। ତେବେ ଆୟୁର୍ବେଦିକ ଦୃଷ୍ଟିରୁ କହିଦଉଛି ଭୁଲ ଠିକ ଥିଲେ ସେମାନେ ସବୁ ସମୟ ଥିଲେ ମତେ ବହୁତ ବତେଇ ପାରନ୍ତେ ବା ଏଇ ଭିତରକୁ ଆନାଲିସିସ୍ କରିପାରନ୍ତେ। ହଉ ଆଜ୍ଞା ଧନ୍ୟବାଦ। ଧନ୍ୟବାଦ ତରଣୀ ସେନ ସାର୍। ନମସ୍କାର, ଶୁଭ ସନ୍ଧ୍ୟା, ଶୁଭ ଅଭିନନ୍ଦନ ସମସ୍ତଙ୍କୁ। ତ ଆଜିର ଏହି ଆଭାସୀ ମଞ୍ଚରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ସଦସ୍ୟମାନଙ୍କୁ ମୁଁ ପ୍ରଥମେ ଧନ୍ୟବାଦ ବା ସାଧୁବାଦ ଜଣେଇବି। କାରଣ ଶ୍ରୋତା ନଥିଲେ ବକ୍ତବ୍ୟର କିଛି ମାନେ ନଥାଏ।
ତେଣୁ ସେମାନେ ପ୍ରଥମ ଧନ୍ୟବାଦର ପାତ୍ର। ସର୍ବୋପରି ସଂଯୋଜନା ଦାୟିତ୍ୱରେ ଥିବା ଶ୍ରୀଯୁକ୍ତ ନବୀନ ସିଂ ମହୋଦୟଙ୍କୁ ମଧ୍ୟ ମୋର ବହୁତ ଧନ୍ୟବାଦ। ସେ ଆଜିର ଏହି କାର୍ଯ୍ୟକ୍ରମକୁ ସୁନ୍ଦର ରୂପେ ସଂଯୋଜନା କରିଛନ୍ତି। ଆଉ ଧନ୍ୟବାଦ ଦେବି ଶ୍ରୀଯୁକ୍ତ ଅରୁଣ କୁମାର ପଲେଇ ମହୋଦୟଙ୍କୁ, ଯିଏକି ଆଜିର ଓଙ୍କାର ଧ୍ୱନି ଦେଇ ଆମର କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ପ୍ରଦୀପ ପ୍ରଜ୍ୱଳନ ସ୍ୱରୂପ। ଦେନ୍ ଧନ୍ୟବାଦ ଦେବି ଆମର ବିବେକ ବାଣୀ ପଠନ କରିଥିବା ଶ୍ରୀଯୁକ୍ତ ଚକ୍ରଧର ସାହୁ ମହୋଦୟଙ୍କୁ। ଆଉ ସର୍ବୋପରି ଆମର ଆଜିର ଏହି ଆଭାସୀ ମଞ୍ଚକୁ ପୌରୋହିତ୍ୟ କରିଥିବା ବା ସଭାପତିତ୍ୱ କରିଥିବା ଶ୍ରୀଯୁକ୍ତ ଦୀପକ କୁମାର ମହାନ୍ତି ମହୋଦୟଙ୍କୁ ଧନ୍ୟବାଦ ଦେବି ତାଙ୍କର ସୁଦକ୍ଷ କାର୍ଯ୍ୟାବଳୀକୁ ନେଇ। ଆଉ ଆଜିର ତ ମୁଖ୍ୟ ପୁରୋଧା ଯିଏକି ସମସ୍ତେ ତାଙ୍କ ଆଡ଼କୁ ଚାହିଁ ରହିଥିଲେ ଆଉ ତାଙ୍କରି ଦ୍ୱାରା ଆମେ ଅନୁପ୍ରାଣିତ ନିହାତି। ତେଣୁ ସିଏ ହେଉଛନ୍ତି ଆମର ପ୍ରଫେସର ମହେଶ୍ୱର ଦାସ। ତେଣୁ ସିଏ ଚିର ନମସ୍ୟ। ଆଉ ସେଥିପାଇଁ ପୁରା ଆମର ବିବେକାନନ୍ଦ ଲୋକ ସଂସଦ ତରଫରୁ ମୁଁ ଅଶେଷ ସାଧୁବାଦ ତଥା ଧନ୍ୟବାଦ ଜ୍ଞାପନ କରିବି। ଆଉ ଏଇ କାର୍ଯ୍ୟକ୍ରମ ଶେଷ କରିବା ପାଇଁ ଯିଏକି ଶାନ୍ତି ପାଠ କରିବେ ତାଙ୍କୁ ମଧ୍ୟ ମୁଁ ଆଡଭାନ୍ସଲି ଧନ୍ୟବାଦ ଜଣାଉଛି। ଯେ ଶ୍ରୀମାନ ଭଗତ ସିଂ ଅଥବା ଅର୍ପିତା ମହାନ୍ତି ହେଇପାରନ୍ତି। ଏହାପରେ ନବୀନ ଚନ୍ଦ୍ର ସି ସାର୍ ଅନୁରୋଧ ରଖିବେ ବା ମୁଁ ତାଙ୍କୁ କହିବି ହଁ ପରବର୍ତ୍ତୀ ଧନ୍ୟବାଦ ସାର୍। କାର୍ଯ୍ୟକ୍ରମ। ଧନ୍ୟବାଦ। ଧନ୍ୟବାଦ ସାର୍। ଏବେ ଅନୁରୋଧ ରଖିବି ଅର୍ପିତା ମହାନ୍ତି ମହାଶୟଙ୍କୁ ସେ ଶାନ୍ତି ପାଠ କରିବେ। सर्वे भवन्तु सुखिनः, सर्वे सन्तु निरामया, सर्वे भद्राणि पश्यन्तु, मा कश्चित् दुःखभाग् भवेत्। ओम शांति शांति शांति। धन्यवाद। ଧନ୍ୟବାଦ। ଅନୁରୋଧ କରିବି ମାନନୀୟ ସଭାପତି ମହୋଦୟଙ୍କୁ ଆଜିର କାର୍ଯ୍ୟକ୍ରମର ସାଙ୍ଗ ପାଇଁ ସୂଚନା ଦେବେ। ସମସ୍ତଙ୍କୁ ଧନ୍ୟବାଦ ସହ ଆଜି ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ମୟୂରଭଞ୍ଜ ଶାଖାର ସଭା ଆଭାସୀ ପାଠଚକ୍ରର ସଭା ଏଇଠି ଶେଷ କରୁଛୁ। ଧନ୍ୟବାଦ। ସେଟା କାଇଁ ତମେ ରଖୁଛ ଏଟା ଫ୍ରିଜରେ? ଟିକେ ଶୁଣିବା। ଫ୍ରିଜରେ କାଇଁ ରଖୁଛ ଏଟା? ଆଜ୍ଞା, ଏ ମୟୂରଭଞ୍ଜ ଜିଲ୍ଲା ଶାଖାରୁ ଯୋଉମାନେ ଏଠି ଯୋଗଦାନ କରିଛନ୍ତି ଟିକେ ଅଳ୍ପ ସମୟ ଆଲୋଚନା ରଖିବା, ଭଲ ହବ। ଅଛନ୍ତି ଆମର ଦୀପକ ବାବୁ, ଆଉ ଆମର ପ୍ରକୃତରେ ମୟୂରଭଞ୍ଜ ପାଇଁ ଗୋଟେ ସୌଭାଗ୍ୟର ଦିନ ଥିଲା ଆଜି। ସାରଙ୍କର ବକ୍ତବ୍ୟ ଶୁଣିକି ସମସ୍ତେ ମନ୍ତ୍ରମୁଗ୍ଧ ଏବଂ ଆମର ଏଇ ଜିଲ୍ଲାର ଶାଖାକୁ କେମିତି ଟିକେ ପ୍ରସାରିତ କରାଯିବ ସେଥିପାଇଁ ଟିକେ ସାର୍ ମହାଶୟ ସାର୍ ଟିକେ ଦିଗଦର୍ଶନ ଟିକେ ଦିଅନ୍ତୁ ସାର୍। ସାର୍ ନମସ୍କାର। ସାର୍ ନମସ୍କାର। ଆଜ୍ଞା ଆଜ୍ଞା ଶଙ୍କର ସଂସାର ଟିକେ ପ୍ରକୃତରେ ଯୋଉ ହାରରେ ବଢିବା କଥା ଆମର ବଢି ପାରିନାହିଁ, ଟିକେ ଗାଇଡ କରିବା ପାଇଁ ଅନୁରୋଧ ରଖୁଛୁ ଆଉ। ଶଙ୍କର ସଂସାର ହଉ। ଆଜିର এই ଆବାସୀ ବୈଠକର ମୟୂରଭଞ୍ଜର ସମସ୍ତ ସଦସ୍ୟଗଣ ତଥା ବରେଣ୍ୟ ସଭାପତି ମହୋଦୟ, ଆମ ରାଜ୍ୟସ୍ତରର ଉପସ୍ଥିତ